ମୁଁ ତୁମକୁ ଭଲ ପାଏ କିଏ କହିଲେ? ପାଖାପାଖି ଆମେ କାମ କରିବାର 2-3 ମାସ ପରେ ଯେଉଁ ମେସେଜ୍ ଆସିଲା ସେ ମେସେଜ୍ ରିଆକ୍ସନ୍ କ'ଣ ଥିଲା? ମୁଁ ଚାହୁଁଥିଲି ଗୋଟେ ଘରର ଗୋଟେ ବୋହୂ। ଘରେ ଚାହୁଁଥିଲେ ଯାତ୍ରାରେ ମ୍ୟାରେଜ୍, ଆପଣ ଚାହୁଁଥିଲେ ଯାତ୍ରାରେ ମ୍ୟାରେଜ୍ କରିବା ପାଇଁ? ଯେହେତୁ ସେମାନେ ଚାହୁଁଥିଲେ କି ପୁଅ ଯାତ୍ରାରେ ରହୁଛି, ବୋହୂ ସେ ଯାତ୍ରାରେ ରହୁ, ତା ପାଖରେ ରହିବ ଆଉ ସବୁ ଠିକ୍ଠାକ୍ ରହିବ। ଯଦି ସେ ଆର୍ଥିକ ସଚ୍ଛଳ ନଥାନ୍ତେ ଆପଣ ମ୍ୟାରେଜ୍ କରିଥାନ୍ତେ? ନିଶ୍ଚୟ ତାର କ'ଣ ଆର୍ଥିକ ସଚ୍ଛଳ ସେତେବେଳେ ଥିଲା କି? ଟଙ୍କାକୁ ମୁଁ ତ ବାହାଇନି, ମୁଁ ତାକୁ ବାହାଇଛି। ଲୋକଙ୍କର ଗୋଟେ ମାନସିକତା ଖରାପ ନୁହେଁ, ଯାତ୍ରାରେ କାମ କରୁଛି ସେଠି। ଯେହେତୁ ମୋ ଦିଦିମାନେ ସମସ୍ତେ ଘରେ ରହିଥିଲେ, ମୁଁ କହିଥିଲି ନା ମୁଁ ଆଉ ଯିବିନି। ଘରକୁ ଦେଖିବା ପାଇଁ ଆପଣଙ୍କୁ କ'ଣ ସବୁ କରିବାକୁ ପଡ଼ିଛି ମ୍ୟାଡ଼ାମ୍? ବହୁତ କମ୍ ଦିନରୁ କାମ କରିଛି, ଏଇଟା କଷ୍ଟ। କଲ୍ ସେଣ୍ଟର ଯେତେବେଳେ କାମ କରୁଥିଲେ ସେଠୁ ଆସିଲେ ହିରୋଇନ୍ ହେଲେ। ଲକଡାଉନ୍ ହେଲା ଯେତେବେଳେ ସେଟା ଯେହେତୁ ମାନେ ପ୍ରାଇଭେଟ୍ ଥିଲା ସେତେବେଳେ ବନ୍ଦ ହେଇଗଲା। +2 ପଢ଼ୁ ସାଇନ୍ସ ପଢ଼ି କାହିଁକି ଏ ଲାଇନ୍ରେ ଏଣ୍ଟ୍ରି କରିଗଲେ ବାବୁଲ? ଆମ ଘର ଲୋକ ଚାହୁଁଥିଲେ ମୁଁ +3 କରେ, ମୋ ଡାଡ଼ି ଚାହୁଁଥିଲେ ମୁଁ ଟିଚରସିପ୍ ଲାଇନ୍ରେ ଯାଏ, ମୋ ଜେଜେ ଚାହୁଁଥିଲେ ମୁଁ ଫାର୍ମାସିଷ୍ଟ ଲାଇନ୍ରେ ଯାହାହେଲେ ଯାଏ। ଯାତ୍ରାରେ ଭବିଷ୍ୟତ କ'ଣ? ଆମେ ସେ ଗଛଟା ଲଗେଇଛନ୍ତି, ଆମେ କେବଳ ଫଳ ଖାଉଛୁ। ଯେ ଶାଶୁ କହିଲେ ନାଁ ଧରିକି ଡାକିବୁନି କାହିଁକି? କଥା ଗୋଟେ ଅଛି, ସ୍ୱାମୀଙ୍କ ନାଁ ଧରନ୍ତିନି ସ୍ତ୍ରୀ ମାନେ। ଯାତ୍ରାରେ କହିଲେ କମ୍ପ୍ରମାଇଜ୍ କରିବାକୁ ପଡ଼େ ହିରୋଇନ୍ ମାନଙ୍କୁ। ନା ସେ ମାଲିକମାନଙ୍କୁ ବାବୁ ଡାକିବେ। ନାହିଁ ଦେଖନ୍ତୁ, ଆପଣଙ୍କ ସମକକ୍ଷ ଗୋଟେ ହିରୋଇନ୍ ଯେତେବେଳେ ଅଧିକ ଟଙ୍କା ପାଏ ଆପଣଙ୍କୁ ଇର୍ଷା ହୁଏନି? ନା ନା ଇଚ୍ଛା ହୁଏନି। ଏଇଥିପାଇଁ ବିଦଗ୍ଧ ଚିନ୍ତାମଣିରେ ବିଶାଖା କହୁଛନ୍ତି ରାଧାଙ୍କୁ, ଅନଳ ନୁହେଁ ଦେହ ଦହି, ଅସ୍ତ୍ର ନୁହେଁ ମରମ ଭେଦଇ, ନୁହେଁ ସେ ଜଳ ବୁଡ଼ାଏ କୂଳ, ନୁହେଁ ମାଦକ କରେ ବିହଳ। ଏଇଥିପାଇଁ ଆମେ ଇଣ୍ଟ୍ରୋଡକ୍ସନ୍ ଦେଲୁ। ପଡ଼କାଷ୍ଟରେ ଅଛନ୍ତି ଚର୍ଚ୍ଚିତ ଯୋଡ଼ି, ଉଭୟ ସ୍ୱାମୀ ସ୍ତ୍ରୀ, ବବୁଲ ଆଉ ପିଙ୍କି। ମ୍ୟାଡ଼ାମ୍ ଆପଣଙ୍କୁ ସ୍ୱାଗତ। ଭାଇ ସ୍ୱାଗତ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ମା ବିରଜା। କେମିତି ଅଛନ୍ତି? ବହୁତ ଭଲ ଅଛୁ, ଆପଣ କେମିତି ଅଛନ୍ତି? ମୁଁ ଭଲ ଅଛି ମ୍ୟାଡ଼ାମ୍। ଅନଳ ନୁହେଁ ଦେହ ଦହି, ନିଆଁ ନୁହେଁ କିନ୍ତୁ ଦେହକୁ ଦହନ କରିଦିଏ। କେମିତି ଏଣ୍ଟ୍ରି କଲେ, କେମିତି ଦହନ ହେଲା? କୋଉଟାରେ ଏଣ୍ଟ୍ରି କଲେ? ପ୍ରେମରେ। ପ୍ରେମଟା କେମିତି ହୁଏ? ପ୍ରେମ କାହାକୁ କୁହାଯାଏ? ଜଣ ଜଣଙ୍କ ପ୍ରତି ଆକର୍ଷଣ, ଭଲ ପାଇବା, ଜଣେ କେମିତିଆ ଭଲ ମଣିଷ କି ନାହିଁ ଦେଖିଲା ପରେ ଜଣେ ଯାହାକୁ ଭଲ ପାଏ। ହଁ, ପ୍ରଥମେ ସେ ମୋତେ ଭଲ ପାଇଲା, ମୋତେ କହିଲା, ତାପରେ ଦେଖିଲି ମୁଁ ତାକୁ ଦେଖିଲି ସେ ଭଲ ପିଲା କି ନାହିଁ, ଆମ ପରିବାର ପାଇଁ ସେ କେମିତି କେତେ ଠିକ୍, ବହୁତ ଭଲ ପିଲା, ସେ ଆମ ପରିବାର ପାଇଁ ବହୁତ ଉପଯୋଗୀ। ତାପରେ ଆମେ ଭଲ ପାଇଲୁ, ଘର ଲୋକଙ୍କୁ ଜଣେଇଲୁ। ନିଆଁ ନୁହେଁ କିନ୍ତୁ ଦହନ କରିଦିଏ, ଅସ୍ତ୍ର ନୁହେଁ କିନ୍ତୁ ମରମକୁ ଭେଦେ, ପ୍ରେମ। ଜଳ ନୁହେଁ କିନ୍ତୁ କୂଳ ଉଡ଼ାଇ ଦିଏ, ଆଜ୍ଞା। କିନ୍ତୁ ମଦ ନୁହେଁ କିନ୍ତୁ ବିହଳ କରେ। କିନ୍ତୁ ସେମିତି ଆମର କିଛି ହେଇନି। ଆମେ ଆଚ୍ଛା। ପ୍ରେମରେ ବହୁତ ଭଲରେ ଅଛୁ, ବହୁତ ଖୁସିରେ ଅଛୁ, ଠାକୁରଙ୍କ ଆଶୀର୍ବାଦ। କିଏ ପ୍ରପୋଜ କଲା? କ'ଣ ପ୍ରପୋଜ କଲା? କିଛି ନାହିଁ। ପ୍ରେମଟା ଆମର ମାନେ ଯେହେତୁ ଆମେ ସେଠି ଜଣେ ଥିଲେ, ମୋ ନାନୀ ଜଣେ ହେବେ, ସିଏ କହିଲେ ଆଙ୍କୁ ବାହ, ତମ ଯୋଡ଼ି ଭଲ ଲାଗିବ, କିଏ ଲାଗିବ। ମନରେ କିଛି ଆଶା ଆସିଲା, ତୋର ମୋର ଯୋଡ଼ି ସୁନ୍ଦର। ଆଚ୍ଛା। ମନରେ କିଛି ଆଶା ଆସିଲା, ତାପରେ ତାଙ୍କ କେତେଟା କଥା ବି ମୋତେ ବହୁତ ଭଲ ଲାଗିଲା, ତାଙ୍କ କଥାବାର୍ତ୍ତା, ତାଙ୍କ ବ୍ୟବହାର। କ'ଣ ଭଲ ଲାଗିଲା ଆପଣଙ୍କୁ? ସବୁ କିଛି ମାନେ ତାଙ୍କ କଥାବାର୍ତ୍ତା, ଲୋକଙ୍କୁ ଭଲ ପାଇବା, ତାଙ୍କୁ ସମ୍ମାନ ଦେବା ଭଲ ଲାଗିଲା। ତେଣୁ ମୁଁ ତାଙ୍କୁ କହିଥିଲି, ତାପରେ ଆମେ 2 ଜଣ କଥା ହେଲୁ, ପରିବାର ସହମତିରେ ବିବାହ ହେଇକି ଖୁସିରେ ଅଛି। ରଙ୍ଗମହଲରେ ଆଜ୍ଞା। କିଏ କାଠି ପ୍ରେମ ରଙ୍ଗ ମାରିଲା? ସେ କହିଲା ବା ସିଏ। ମୁଁ କ'ଣ କହିଲେ? ନା କହିଥିବେ ତ ପୁଣି, ବବୁଲାକୁ କ'ଣ କହିଲେ? ପ୍ରଥମେ ଯେତେବେଳେ ମୁଁ ଫାଷ୍ଟ ମୋର ଯାତ୍ରାପାଟି ଏଣ୍ଟ୍ରି ହେଉଛି ଇଷ୍ଟର୍ଣ୍ଣ ରେଡ୍, ତା ପୂର୍ବରୁ ମୁଁ ଶିଖୁଥିଲି ଡ୍ରାମାଟିକ୍ ଇନଷ୍ଟିଟ୍ୟୁସନ୍ ତପସ୍ୟାରେ। ଟାହିଆ ଭାଇ ଆମର ଯେ ଗାଁର ଭାଇ ଜଣେ ହେବେ, ନିଶିକାନ୍ତ ଜେନା, ଆପଣ ଜାଣିଥିବେ, ଶିବାନୀ ନାଟକରେ ଅଛନ୍ତି। ଟାହିଆ ସେ ଆମ ଗାଁର ଜଣେ ଭାଇ, ଆଉ ତାଙ୍କ ମାଧ୍ୟମରେ ସିଏ ମୋତେ ଆଣିକି ଯାତ୍ରାପାଟିରେ ରଖେଇଲେ। ପ୍ରଥମେ ତପସ୍ୟାରେ ଶିଖେଇଲେ, ତାପସା ଡ୍ରାମାଟିକ୍ ଇନଷ୍ଟିଟ୍ୟୁସନ୍ କରିଥିଲେ ତପସ୍ୟା, ସେଠି ମୁଁ ଶିଖିଲି 1.5 ବର୍ଷ ପାଖାପାଖି। ତାପରେ ଟାହିଆଙ୍କ ମାଧ୍ୟମରେ ମୁଁ ଇଷ୍ଟର୍ଣ୍ଣ ରେଡ୍ରେ ପାଇଥିଲି। ତାପରେ ଯେତେବେଳେ ରଙ୍ଗମହଲ ଆସିଲି, ସେଠି ଅଭିନୟ କଲା ଭିତରେ ସେତେବେଳେ ଲକଡାଉନ୍ ଚାଲିଥିଲା, ସେତେବେଳେ ନାଟକ ସୁଟିଂ ହେଉଥିଲା, ତା ଭିତରେ ପିଙ୍କି ଆସିଲା ଭିତରେ ସେଠି ବି ଟାହି ହେଇ ମାମା ଭାଉଜ ଥିଲେ। ସମସ୍ତେ ଥିଲେ, ଗୋଟେ ପୁରା ଫ୍ୟାମିଲି ଟାଇପ୍ର ଲାଗୁଥିଲା। ସମସ୍ତେ ଯେଉଁ ମାନେ ଆର୍ଟିଷ୍ଟ ଥିଲେ ସମସ୍ତେ ନିଜ ପରିବାର ପରି ଲାଗେ, ଯେକୌଣସି ପାର୍ଟିରେ ରହ ସେମିତି ଲାଗେ, ସେଠି ଟିକେ ଅଧିକ ଲାଗୁଥିଲା ଯେହେତୁ ସମସ୍ତେ ନିଜ ଲୋକ ପ୍ରାୟ ସମସ୍ତେ ଥିଲେ।
ତା ଭିତରେ ତାକୁ କହିଲେ କି ନା ଏ ଭଲ ପିଲାଟେ ସିଏ ତାପରେ ମତେ ଫେସବୁକରେ ମେସେଞ୍ଜରରେ ମେସେଜ କଲା। ମେସେଜରୁ ଧୀରେ ଧୀରେ କଥା ହେଲା। ମେସେଜରେ କ'ଣ ମେସେଜ ଆସିଥିଲା ପ୍ରଥମେ? କେମିତି ଅଛ କ'ଣ ଅଛ ଏମିତି କଥା ହେବା ପାଇଁ ଚେଷ୍ଟା କଲା। ତାପରେ ସେ ଏମିତି ଧୀରେ ଧୀରେ କୋଉ ଆଚ୍ଛା। କହିଲା ଏମିତି ତୁମ ଭଲ ପାଏ। ମୁଁ ତାପରେ କହିଲି କି ହଁ ସେଟା ଟିକେ ସେଇ କଥା କହିଲା ନା। କାହିଁଟା କୁହନ୍ତୁ। ସେ ଯେ କହିଲେ ଯେ ମୁଁ ତୁମକୁ ଭଲ ପାଏ, ଆଜ୍ଞା କିଏ କହିଲେ? ସେ କହିଲା ପିଙ୍କି ମ୍ୟାଡ଼ାମ କହିଲେ, ଆଜ୍ଞା ମାନେ ମେସେଜ କଲେ ଆଜ୍ଞା କେତେ ଦିନ ପରେ? ପାଖାପାଖି ଆମେ କାମ କରିବାର 2-3 ମାସ ପରେ ଆଚ୍ଛା ତାପରେ ମୁଁ ଟାଇମ୍ ନେଲି ଆମେ ନା ଏବେ ଆମେ ଯେହେତୁ ବହୁତ କମ୍ ବୟସ, ତାକୁ ବି କମ୍ ବୟସ ମୋତେ ବି କମ୍ ବୟସ, ଆଉ ସେଥିପାଇଁ ଆମେ ଟିକେ ଚିନ୍ତା କରୁ ନା ଆଗକୁ ଆମ କେତେ ଆମେ ଦେଖନ୍ତୁ ଛୋଟ ଛୁଆଙ୍କ ଲଭ୍ ତାପରେ ଟିକେ ପରିପକ୍ୱ ହେବା ଲଭ୍ ଭିତରେ ଡିଫରେନ୍ସ ଥାଏ। କ'ଣ ଡିଫରେନ୍ସ? ବହୁତ ଦିନ ଆମେ ଏବେ ଦେଖୁଥିବେ ସ୍କୁଲ ଲାଇଫ୍ରେ ବି ପିଲାମାନେ ବହୁତ ଭଲ ପାଉଛନ୍ତି। ଆପଣ ଭଲ ପାଇଥିଲେ? ନା କଲେଜ ଲାଇଫରେ କେବେ କାହାକୁ ଭଲ ପାଇନଥିଲି। ମ୍ୟାଡ଼ାମ କାହିଁକି ନା ଭଲ ନ ପାଇବାର କାରଣ କିଏ ଲୁଚଉଛନ୍ତି? ଲୁଚେଇ ବୋଧେ। ପାଇବାର କାରଣ ହଉଛି ମୋ ବାପା ଜଣେ ଟିଚର ଥିଲେ। ମୁଁ ସ୍କୁଲ ଲାଇଫଟା ବାପା ରହିଲେ ଟିଚର। ଯେତେବେଳେ ମାନେ ମୁଁ କହୁଛି 5th ପର୍ଯ୍ୟନ୍ତ ବାପା ରହିଲେ ଟିଚର। ତାପରେ ଯେତେବେଳେ 6th ରୁ ପଢିଲି 10th ପର୍ଯ୍ୟନ୍ତ ସେଠି ଡାଡି ରହିଲେ ମାନେ ମଝିଆ ବାପା ରହିଲେ ଟିଚର। ତାପରେ ଯେତେବେଳେ କଲେଜ ଗଲି +2 ଯୋଉଠି କଲେଜରେ ପଢୁଥିଲି ଭୁବନେଶ୍ୱର କଲେଜରେ, ସେଠି ମୋର ଦାଦା ଜଣେ ରହିଲେ ଲେକ୍ଚର। ଆଉ ସେଠି କେମିତି କ'ଣ କାହାକୁ ପ୍ରେମ କରି କାହା ସହିତ କଥା ହବ? ହଁ ଏଇ କାହାଣୀଟା ଟିକେ କୁହନ୍ତୁ। ତାପରେ କ'ଣ ହେଲା ମ୍ୟାଡ଼ାମ ସହିତ ଯୋଉ ମେସେଜ ଆସିଲା? ହଁ ମେସେଜରେ କଥା ହେଲା ଏମିତି କେମିତି ଅଛ କ'ଣ ନାହିଁ। ପ୍ରଥମେ ଗୋଟେ ମୁଁ ଯେହେତୁ ତା ପୂର୍ବରୁ ଡ୍ରାମା ବି ବହୁତ କରିଥିଲି, ତା ଦେହରେ ଗୋଟେ ଫଟୋ ଥିଲା, ବାହାଘରର ଗୋଟେ ଫଟୋ ଥିଲା, ଯୋଉ ଡ୍ରାମା ସିନ୍ ପାଇଁ ଗୋଟେ ଫଟୋ ପୋଷ୍ଟ କରିଥିଲି ମୁଁ ଏଥିରେ ଫେସବୁକରେ। ସେଟା ପୁରୁଣା ଫଟୋ। ତା ଦେହରେ ସିଏ ଲେଖିଦେଲା କି ହାପି ମ୍ୟାରେଡ୍ ଲାଇଫ୍। ସେ ଜାଣିନଥିଲା ଯେ ମୁଁ ବାହା ହେଇଛି କି ନାହିଁ, ସେମିତି ଲେଖିଦେଇଥିଲା। ମୁଁ ବାହା ହେଇନି। ଆପଣ ଜାଣିନଥିଲେ ସେ ମ୍ୟାରେଜ କରିଛନ୍ତି ବୋଲି? ନା କେମିତି? କେମିତି ତ ସେଇ ଫଟୋଟା ଯେତେବେଳେ ଦେଲେ ମୁଁ ତାଙ୍କ ସହିତ ବେଶୀ ମିଶି ନଥିଲି କି ତାଙ୍କ ସହିତ ମୁଁ କେବେ କଥା ହେଇନଥିଲି। ମୋର ଫାଷ୍ଟ କମେଣ୍ଟ ତାଙ୍କର ସେଇଟା ଥିଲା, ତାଙ୍କ ସହିତ ଫାଷ୍ଟ କଥା ବି ସେଇଟା ଥିଲା। ଆଚ୍ଛା ତାପରେ ସେଇଠୁ ଧୀରେ ଧୀରେ ବାହାଘର ପୋଷ୍ଟ ହେଇଛି ତ ମୁଁ ହାପି ମ୍ୟାରେଡ୍ ଲାଇଫ୍ ଲେଖିଥିଲି। ତାପରେ ମୁଁ କହିଲି ମୁଁ ବାହା ହେଇନି, ମୁଁ ବାହା ହେଇନି, ଫାଙ୍କା ଅଛି? ଫାଙ୍କା ଅଛି ନୁହଁ, ବାହା ହେଇନି କହିଲି। ଏଟା ଫେସବୁକର ଗୋଟେ ଡ୍ରାମାର ପୋଷ୍ଟ ଥିଲା, ଡ୍ରାମାର ଗୋଟେ କ୍ୟାରେକ୍ଟର ଥିଲା, ସେଥିପାଇଁ ମୁଁ ପୋଷ୍ଟ କରିଥିଲି। ଆଚ୍ଛା ଠିକ ଅଛି। ସେମିତି ଧୀରେ ଧୀରେ କ'ଣ କରୁଛନ୍ତି କଥାବାର୍ତ୍ତା ହେଲା, ଗୋଟେ ଲଭ୍ ସଙ୍ଗ ପଡିଲା। କଥା ହଉ ତାପରେ ମୁଁ କହିଲି କି ସେ କହିଲା ବାହାଘର କଥା ଉଠିଲା। ଆମେ ତାପରେ ଘରେ ଜଣେଇଲୁ। ମଞ୍ଚରେ ଲଭ୍ ହେଲାନି? ମଞ୍ଚରେ ମଞ୍ଚ ତଳେ ଲଭ୍ ଆମର। ମଞ୍ଚ ତଳେ ଆପଣ ଆଗ ଲେଖିଲେ, ଲେଖିବା ପରେ ଆପଣ କ'ଣ ରିଆକ୍ସନ ଦେଲେ? କିଛି ରିଆକ୍ସନ ମୁଁ ଆଗେ ସେ ଯୋଉ ମେସେଜ ଆସିଲା, ସେ ମେସେଜ ରିଆକ୍ସନ କ'ଣ ଥିଲା? ଦେଖିଲି ମେସେଜ କରିଛି, ରିଆକ୍ସନ କ'ଣ କରିଥିଲେ? ଏଇ କେମିତି ଅଛ କ'ଣ ନାହିଁ ଏମିତି ଚିନ୍ତା କରି ମୁଁ ଚିନ୍ତା କଲି। ଆଉ କେମିତି ମୁଁ କହିଲି ନା ଆଗେ ମୁଁ ଚାହୁଁଥିଲି ଗୋଟେ ଘରର ଗୋଟେ ବୋହୂ, ଆଉ ମୋ ସ୍ତ୍ରୀ କମ୍ ଆଗେ ଘରର ବୋହୂ ଦରକାର, ଯିଏ ଆମ ପରିବାରଟାକୁ, ଯେହେତୁ ମୁଁ ଯାତ୍ରାରେ ରହିବି, ଆଗେ ଘର ପରିବାରଟାକୁ ଠିକ ସେ ତୁଲେଇ ପାରୁଥିବ। କାହିଁକିନା ମୁଁ ଘରର ବଡ଼ ପୁଅ, ଆଉ ସେ ଘରର ବଡ଼ ବୋହୂ ହବ। ବଡ଼ ବୋହୂର ଦାୟିତ୍ୱ ଟିକେ ଅଧିକ, ବଡ଼ ଭାଇର ଯେମିତି ଦାୟିତ୍ୱ ଅଧିକ ବଡ଼ ବୋହୂର। ହଁ ମୁଁ ସେଇ କଥା ଜାଣିବା ପାଇଁ ଚାହୁଁଛି। ଯେତେବେଳେ ସେ ଆଇ ଲଭ୍ ୟୁ ଲେଖିଲେ ଆପଣ ସେତେବେଳେ? ମୁଁ କିଛି କହିନଥିଲି, ନୀରବ ରହିଥିଲେ? କିଛି ଟାଇମ୍ ନେଇଥିଲି। ଯୋଉ ଟାଇମ୍ ନେଲେ ଆପଣ ସେଠି କ'ଣ ଅଟକି? କଥା ହଉଥିଲେ ମାନେ ମନରେ ଥିଲା କି ଆଗେ ଆମର କାମର ଫୋକସ ଥିଲା, କାମ କରିବା। ତାପରେ ମୁଁ ଗୋଟେ ନାଟକ କରିଥିଲି, ଏଇ ନାଟକ ଚରିତ୍ରଟା କର, ଯଦି ଭଲ ପାଇବା ମିଳିଲା ତାହେଲେ ଭଲ କହିଲେ ଦଶ, ତାପରେ ଦେଖିବା ଏମିତି କହିଥିଲି। ଆଉ 2-3 ମାସ ଭଲ ନାଟକରେ ଭଲ ଚରିତ୍ର କଲେ ମୁଁ ଚିନ୍ତା କରିବି। ନା ଭଲ ନାଟକ ନୁହେଁ, ଗୋଟେ ନାଟକ ଥିଲା, ମାନେ ତାଙ୍କର ମୋର ଫାଷ୍ଟ ଏଣ୍ଟ୍ରିରେ ଗୋଟେ ନାଟକ ଥିଲା ଯୋଉଥିରେ ତାଙ୍କର ଲିଡ୍ କ୍ୟାରେକ୍ଟର ଥିଲା, ମୋର ବି ଲିଡ୍ କ୍ୟାରେକ୍ଟର ଥିଲା। ସେଇଟା ଗୋଟେ ଚ୍ୟାଲେଞ୍ଜିଂ ନାଟକ ଥିଲା। ତେଣୁ ସିଏ କହିଲେ, ଯେହେତୁ ମୁଁ ନୂଆ, ସେତେବେଳେ ମତେ ଠିକ ସେ କିଛି ଆସେନି, ମାନେ କଥା ବି ମୁଁ କହିପାରିନି, ଡାଇଲଗ ମଡୁଲେସନ କିଛି ଆସିନଥିଲା। ତ ସିଏ ସେତେବେଳେ କହିଲେ କି ଏଇଟା ତୁ କରିକି ଦେଖା। କାହିଁକି ଗୋଟେ ଜିଦି, ତୁ ଏଇଟା ଆଗେ କାମ କର। 2 ଜଣ ଘୋଡ଼ା ଦୌଡୁଛି, ସାଙ୍ଗ ବି ଦୌଡ଼ିଲେ ମଜା ଲାଗିବ। ଆଉ ଜଣେ ଯଦି ପଛରେ ରହିଯିବ, କାମ କରିବାର ତ ସାଙ୍ଗ ହେଇଯିବ। ହଁ ତାପରେ ଘରକୁ ପ୍ରସ୍ତାବ ଗଲା? ପ୍ରସ୍ତାବ ନୁହଁ, ମୁଁ ଘରେ ନେଇକି ମମି ଫଟୋ ଦେଖେଇଲି, ବାପାଙ୍କ ଫଟୋ ଦେଖିଲେ। ଏମିତି ଏଇ ଯୋଉ ଆମ ଘର ଲୋକ ଚାହୁଁଥିଲେ ମୁଁ ଯାତ୍ରାରେ ମ୍ୟାରେଜ କରେ, କିନ୍ତୁ ମୁଁ ଚାହୁଁନଥିଲି। ମୁଁ ଚାହୁଁଥିଲି କି ଘରେ ଚାହୁଁଥିଲେ ଯାତ୍ରାରେ ମ୍ୟାରେଜ, ଆପଣ ଚାହୁଁଥିଲେ ଯାତ୍ରାରେ ମ୍ୟାରେଜ କରିବା ପାଇଁ? କାହିଁକି? ଯେହେତୁ ସେମାନେ ଚାହୁଁଥିଲେ କି ପୁଅ ଯାତ୍ରାରେ ରହୁଛି, ବୋହୂ ସେ ଯାତ୍ରାରେ ରହୁ, ତା ପାଖରେ ରହିବ, ଆଉ ସବୁ ଠିକ ଠାକ ରହିବ, ଇଏ ଯାତ୍ରାକୁ ଠିକ ସେ ବୁଝିପାରୁଥିବ। ଯାତ୍ରା ବିଷୟରେ ମୁଁ ଆଉ ମଞ୍ଚରେ ଆଉ କାହା ସହିତ ଅଭିନୟ କଲେ ତାକୁ ଯେମିତି ଫରକ ପଡୁନଥିବ।
ଘରେ ସ୍ତ୍ରୀ ଲୋକ ମାନେ ଯଦି ଘରେ ମ୍ୟାରେଜ କରିଥାନ୍ତି ସେଇଟା ବୁଝିବା ଟିକେ କଷ୍ଟ ହେଇପାରିଥାନ୍ତା। କିନ୍ତୁ ଯାତ୍ରା ପାଟରେ କାମ କରୁଥିବା ଝିଅଙ୍କୁ ଆଉ ପୁଅଙ୍କୁ ବର ଆଉ ଝିଅ ମାନେ ପୁଅ ଝିଅ ମିଳିବା ଭାରି କଷ୍ଟ, ସତ ନା ମିଛ ମ୍ୟାଡ଼ାମ୍? ଆମକୁ ତ ମିଳିଛି, ଆମେ ସେଟା କେମିତି ଜାଣିବୁ? ବାହାରେ କଥା ହଁ। ନା 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 କ୍ଷିତିଶ ଭାଇ ବାହା ହେଇଛି, କେତେ ସୁନ୍ଦର ବହୁତ ଲୋକ ବାହା ହଉଛନ୍ତି, ଏବେ ଝିଅ ଦେଲେଣି, ପରିବର୍ତ୍ତନ ହେଲାଣି ଯୁଗ। ପରିବର୍ତ୍ତନ। କ୍ଷିତିଶ ଭାଇଙ୍କ ସ୍ତ୍ରୀ ସଫ୍ଟୱେୟାର ଜବ୍ କରିଛନ୍ତି ଆଇଟିରେ, କିଛି ଅସୁବିଧା ନାହିଁ, ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ବହୁତ ଭଲ। ସେ ବି ଯାତ୍ରାକୁ ବହୁତ ଭଲସେ ବୁଝିଛନ୍ତି, ବହୁତ ଭଲ। ହଁ, ତାପରେ ଆପଣଙ୍କ ଘରେ ଆପଣ ଜଣେଇଲେ? ହଁ, ମୁଁ ଫାଷ୍ଟ ଆମ ଘରେ ଜଣେଇଥିଲି, ହଁ। ତାପରେ ସିଏ ତାଙ୍କ ଘରେ ବି ଜଣେଇଥିଲେ, କିନ୍ତୁ ମାନେ ଏତେ ଭଲସେ ଜଣେଇ ନଥିଲେ। ମୁଁ କିନ୍ତୁ ଆମ ଘରେ ଜଣେଇ ଦେଇଥିଲି, ଯେହେତୁ ଘରେ ମା ଆଉ ଦିଦି ମାନେ ଆସିଥିଲେ ଯାତ୍ରା ଦେଖିବାକୁ, ମୁଁ ସେଇଠି ତାଙ୍କୁ କହିଦେଇଥିଲି। କ'ଣ କହିଲେ ଘରେ? କହିଲେ ତୋ ଲାଇଫ୍ ତୁ ଚିନ୍ତା କର, ତତେ ଯଦି ଭଲ ଲାଗୁଛି ତତେ ସେଇଠି ନିହାତି ମ୍ୟାରେଜ କର। ତାପରେ ଫାଇନାଲ ହେଇଗଲା? ଫାଇନାଲ ଆମର ଲଭ୍ ଟା ଚାଲିଥିଲା ଫାଇନାଲି ଯେତେବେଳେ ଘର ଲୋକ ସମସ୍ତେ କହିଲେ କି ନା ଏତେ ଦିନ ଲଭ୍ ହେଲାଣି, ଏବେ ମ୍ୟାରେଜ ହେଇଯିବାଟା ଠିକ। କେତେ ବର୍ଷ ଏମିତି ଚାଲିଲା? ପାଖାପାଖି 3-4 ବର୍ଷ, କାହିଁକିନା ମ୍ୟାରେଜ ପାଇଁ ଯାହା ଦରକାର, ସୁନା ଗହଣା, ଯୋଉ ପଇସାର ଦରକାର ବାହାଘର ପାଇଁ, ସେଇଭଳିଆ ସବୁ ଟଙ୍କା ଯାହା ଖର୍ଚ୍ଚ ହୁଏ ସବୁ ଆମେ ନିଜେ ସବୁ କରିଛୁ। ଘର ଲୋକ ବାପା କିଛି ଦେଇ ଦେଇଥିଲେ, ଆଉ ସବୁ ନିଜେ ବୁଝିକି କରିବାକୁ ପଡୁଥିଲା, ଯେହେତୁ ତାଙ୍କ ବାପା ନାହାନ୍ତି, ସବୁ ତ ଆମକୁ ହ୍ୟାଣ୍ଡେଲ କରିବାକୁ ପଡିବ ନା। ଆପଣ ସବୁ ବୁଝିଲେ? ହଁ, କିଏ ନିଜେ ବୁଝିଥିଲି, ମୁଁ ବୁଝିଛି, ତା ଭଉଣୀ ମାନେ ସବୁ ବୁଝିଛନ୍ତି। ଯଦି ସେ ଆର୍ଥିକ ସଚ୍ଛଳ ନଥାନ୍ତେ ଆପଣ ମ୍ୟାରେଜ କରିଥାନ୍ତେ? ନିଶ୍ଚୟ, ତାର କ'ଣ ଆର୍ଥିକ ସଚ୍ଛଳ ସେତେବେଳେ ଥିଲେ କି? ଟଙ୍କାକୁ ମୁଁ ତ ବାହାଇନି, ମୁଁ ତାକୁ ବାହାଇଛି। କିନ୍ତୁ କୁହାଯାଏ ଯେ ଯୌତୁକ ନହେଲେ, ସୁନା ଗହଣା ନହେଲେ, ବିନା ଯୌତୁକରେ ଆମ ଫ୍ୟାମିଲି ସେ ଯୌତୁକ ବହୁତ ବିରୋଧୀ। ଆଉ ଆମେ ଜଏଣ୍ଟ ଫ୍ୟାମିଲି, ଆମର 3 ବାପା 3 ମା, ବଡ ଭାଇ 2 ଜଣ ବି ମ୍ୟାରେଜ କରିଛନ୍ତି। ମୁଁ ମୋ ବାପାଙ୍କର ବଡ ପୁଅ, କିନ୍ତୁ ବଡ ଭାଇ 2 ଜଣ ବି ମ୍ୟାରେଜ କରିଛନ୍ତି, ନୋ ଡିମାଣ୍ଡ। ଡିମାଣ୍ଡ ବହୁତ ଦୂରରେ। ମୁଁ ବି ଚାହେଁ ଆମର ଗୋଟେ ଝିଅ ହଉ, ଠାକୁରଙ୍କ ଆଶୀର୍ବାଦ ଝିଅ ହଉ, ଆମେ ଝିଅ ଓରିଏଣ୍ଟେଡ ବହୁତ। ଆଚ୍ଛା, ଆପଣ କହିଲେ ଯେ ଯୌତୁକ ବିରୋଧୀ ମୁଁ, ଏ ନେଇକି ଆପଣ ଯାତ୍ରାରେ ସେ ସଂକ୍ରାନ୍ତରେ ଗୋଟେ ମତ ରଖୁଛନ୍ତି ଯେ ବିନା ଯୌତୁକରେ ମ୍ୟାରେଜ କରିବା ଉଚିତ? ହଁ, ଯୌତୁକ କେହି ନେବା ଉଚିତ ନୁହେଁ, ପ୍ରେସର ରହିଛି, କାରଣ ଯୌତୁକ ଜନିତ ହତ୍ୟାକାଣ୍ଡ ବହୁତ ଘଟୁଛି ସମାଜରେ। ଏବେ ପ୍ରାୟତଃ ଯୌତୁକ ଆମ ଓଡିଶାରେ, ମୁଁ ଭାବୁଛି ପ୍ରାୟତଃ ବହୁତ କମ ଜାଗାରେ ଏ ସବୁ ଯୌତୁକ ପ୍ରଥା ଚାଲିଛି, ଉଠିଗଲାଣି। ଆଶା କରୁଛି ଆଉ ଏଇଟା ନବାଟା ଠିକ ନୁହଁ। ନାଟକରେ ସେମିତି କିଛି ଏପର୍ଯ୍ୟନ୍ତ ଆସିନି, ଆମ ସ୍କ୍ରିପ୍ଟ ଆମେ କିଛି କରିନୁ। ଗୋଟେ ସେଇ ଟାଇପର ନାଟକ ଆସିବା ଉଚିତ ନୁହେଁ? ରାଇଟର ଡିରେକ୍ଟର ଚାହିଁଲେ, ମାଲିକ ଚାହିଁଲେ ସେମିତି କରିବା। ଆପଣ କେବେ ପ୍ରସ୍ତାବ ଦେବେନି ମ୍ୟାଡାମ? ଆପଣ ପ୍ରସ୍ତାବ ଦେବେନି ଗୋଟେ ଏଇ ଟାଇପର ନାଟକ ଲେଖାଯାଉ? ଆମ କଥାରେ ଆମେ ତଳ ପ୍ରୋଜେକ୍ଟ ହେଇଥିବା ମଣିଷଟା, ଆମ ଉପରେ ବହୁତ ବହୁତ ବଡ ବଡ ଲୋକ ଅଛନ୍ତି, ରାଇଟର ଗୁରୁଙ୍କୁ କହିବାର ସକ୍ଷମ ଆମର ଅଛି, ସେମାନେ ଯାହା ଚିନ୍ତା କରିବେ। ଆଚ୍ଛା, କେଉଁ ପରିସ୍ଥିତିରେ ପିଙ୍କି ପଳେଇ ଆସିଲେ ଯାତ୍ରାକୁ? ମୋର ଇଣ୍ଟେନସନ ବି ନଥିଲା ଆସିବାକୁ, କି ଇଚ୍ଛା ବି ନଥିଲା ସେତେବେଳେ। ମୋ ଦିଦି ମାନେ ଆଗରୁ ଥିଲେ, ମୁଁ ଜାଣିଛି ଯାତ୍ରା କ'ଣ, ମୁଁ ଆସିଛି ଦେଖିବାକୁ। ସେମାନେ ଯେତେବେଳେ ଥିଲେ ଯାତ୍ରା କ'ଣ ଆପଣ ଜାଣିଛନ୍ତି ସେତେବେଳେ? ଯାତ୍ରା ଜାଣିଥିଲି, ଦେଖିବାକୁ ଆସିଥିଲି ଯାତ୍ରା। ଲୋକଙ୍କର ଗୋଟେ ମାନସିକତା ଖରାପ ନୁହେଁ, ଯାତ୍ରାରେ କାମ କରୁଛି ସେ ଝିଅ? ଆମ ଘରେ ଯେହେତୁ ମୋ ଦିଦି ମାନେ ଥିଲେ, ଥିଲା ସେତେବେଳେ, ଆମେ ଜାଣିଥିଲୁ ଯାତ୍ରା କ'ଣ। କିନ୍ତୁ ଯେହେତୁ ମୋ ଦିଦି ମାନେ ସମସ୍ତେ ଘରେ ରହିଯାଇଥିଲେ, ମୁଁ କହିଥିଲି ନା ମୁଁ ଆଉ ଯିବିନି, ମୁଁ କେବେ ଇଚ୍ଛା ହେଇନି ଆସିବାକୁ। ତାପରେ ମୋ ଭିଣେଇ, ନିଜ ଭିଣେଇ ଅଛନ୍ତି ରଙ୍ଗମହଲ ଟବଲିସ୍। ସେତେବେଳେ ଟିକେ ଆର୍ଥିକ ପରିସ୍ଥିତି ଖରାପ ଥିଲା, ଆମେ ଆସିକି ଗାଁରୁ ଆସିକି କଟକରେ ରହିଥିଲୁ। କ'ଣ ଆର୍ଥିକ ପରିସ୍ଥିତି ଖରାପ ଥିଲା? ବାବାଙ୍କ ଡେଥ୍ ପରେ ଯେହେତୁ ଆମ ଘରେ କେହି ପୁଅ ନାହାନ୍ତି, ତ ଆମେ ଭଉଣୀ ମାନେ, ଆମେ ମୋ ମାର ଝିଅ ପୁଅ, ତେଣୁ ଗୋଟେ ଫ୍ୟାମିଲି ଚଳେଇବା ପାଇଁ ଗୋଟେ ପୁଅର ଯେତିକି, ମାନେ ଗୋଟେ ପୁଅ ଥିଲେ ଯେତିକି ଭରସା ଆସେ, ଝିଅ ଥିଲେ ଯେତିକି ଭରସା ଆସେନି, ତ ସେଇ ଭରସାଟା ହବା ପାଇଁ ଆମ ପରିବାରର ବାହାରକୁ ଗୋଡ଼ କାଟିଥିଲୁ। ଆର୍ଥିକ ପରିସ୍ଥିତି ଅତି ଶୋଚନୀୟ ଥିଲା? ଶୋଚନୀୟ ନଥିଲା, କିନ୍ତୁ ଥିଲା, ସେଇଭଳି ନଥିଲା, ସକ୍ଷମ ନଥିଲା, କିନ୍ତୁ କାରଣ ଘରେ ବାପା ନାହାନ୍ତି ଏବଂ ଆପଣ କହୁଛନ୍ତି ରୋଜଗାର ଆଉ କେହି ନାହାନ୍ତି, ଏବଂ ଭଉଣୀ ମଧ୍ୟ ସେପଟେ ଯାଇକରି, ଭଉଣୀ ମାନେ ଯେତେବେଳେ ମ୍ୟାରେଜ କରିଗଲେ, ଆଉ ପୁଣି ଘରକୁ କିଏ ଦେଖିବ? ଘରକୁ ଦେଖିବା ପାଇଁ ଆପଣଙ୍କୁ କ'ଣ ସବୁ କରିବାକୁ ପଡ଼ିଛି ମ୍ୟାଡ଼ାମ? କଷ୍ଟ କରିବାକୁ ପଡ଼ିଛି? କଷ୍ଟ କ'ଣ, ବହୁତ କମ ଦିନରୁ କାମ କରିଛି, ଏଇଟା କଷ୍ଟ। ଆଉ କ'ଣ ପଢ଼ିକି ପଳେଇ ଆସିଲେ ଯାତ୍ରାକୁ? ହଁ, 10th ପାସ୍। ଯାତ୍ରାକୁ ଆସିନଥିଲି, ଫାଷ୍ଟ ଛୋଟ ଛୋଟ ମାନେ ଜବ୍ କରୁଥିଲି। ତାପରେ କ'ଣ ଜବ୍ କରୁଥିଲେ? ତାପରେ କଷ୍ଟମର କେୟାର ଅଫିସରେ ଥିଲି। ତାପରେ ସେଠି କମ ପଇସା ମିଳେ, କିନ୍ତୁ
ହଉଥିଲା କାମ, ମାନେ ଘର ଚଳି ଯାଉଥିଲା। ତାପରେ ଲକଡାଉନ ଯେତେବେଳେ ହେଲା ସବୁ କିଛି ବନ୍ଦ ହେଇଗଲା। ଯେ କଷ୍ଟମର କେୟାର ଅଫିସରୁ ଆଜ୍ଞା, ଗୋଟେ ହିରୋଇନ ହେବା ସାଧାରଣ କଥା ନୁହେଁ, ହିରୋଇନ ହବା କ'ଣ ବାବୁ? ନିହାତି ଆଚ୍ଛା ମ୍ୟାଡ଼ାମ୍, କଷ୍ଟମର କେୟାର ଅଫିସରେ ଆଜ୍ଞା ଆପଣ କ'ଣ ଯେତେବେଳେ କାମ କରୁଥିଲେ, କି କାମ କରୁଥିଲେ? କଲ୍ ସେଣ୍ଟର ଥିଲା, କଲ୍ ଆସିଲେ କଥା ହୁଏ। ଆଚ୍ଛା, ସେଠି କଲ୍ ସେଣ୍ଟର ଯେତେବେଳେ କାମ କରୁଥିଲେ ସେଠୁ ଆସିଲେ ହିରୋଇନ ହେଲେ, ଆଜ୍ଞା, ସେ ଟିକେ ସେ କାହାଣୀଟା ଟିକେ କହିବେ, କେମିତି ଆସିଲେ ଲାଇନ୍କି? ଲାଇନ୍ କହିଲି ପରା, ଲକଡାଉନ ହେଲା ଯେତେବେଳେ ସେଟା ଯେହେତୁ ମାନେ ପ୍ରାଇଭେଟ ଥିଲା ତ ସେତେବେଳେ ବନ୍ଦ ହେଇଗଲା। ଲକଡାଉନ ଯେତେବେଳେ ହେଲା ସେକେଣ୍ଡ ଲକଡାଉନ ଅଛି ସେତେବେଳେ ସେକେଣ୍ଡ ନା ଫାର୍ଷ୍ଟ? ସେକେଣ୍ଡ ଲକଡାଉନ। ସେକେଣ୍ଡ ଲକଡାଉନ ବନ୍ଦ ହେଇଗଲା ଯେତେବେଳେ ମୁଁ ଘରେ ଥିଲି। ତ ଯେତିକି ସେଭିଙ୍ଗସ୍ ଥିଲା ସରି ଆସୁଥିଲା। ତ ମୋ ଭିଣେଇ ଜଣେ କହିଲେ କି ସେ ରଙ୍ଗମହଲ ଓନରକୁ ମୋ ଫଟୋ ଦେଖେଇଥିଲେ। ତାପରେ ତାଙ୍କର ଇଚ୍ଛା ଥିଲା କି ତୁ ସୁନ୍ଦର ଅଛୁ, ଯାତ୍ରାକୁ ଆସେ, ହିରୋଇନ କରିବୁ, ସେଠାରେ ଟ୍ରାଏ କର। ମୁଁ ବି ଥରେ ଯାଇଥିଲି ତାଙ୍କ କଥା ମାନିକି। ତାପରେ ତ ରଙ୍ଗମହଲ ଏଣ୍ଟ୍ରି କଲି। ଭାବିଥିଲି କିଛି ଦିନ ପରେ ମୁଁ ଆଉ ରହିବିନି। କାହିଁକି? ମତେ ମାନେ ଯେହେତୁ ଏତେ ଦିନ ପରେ ଆସି ମତେ ଏକୁଟିଆ ଜମା ଭଲ ଲାଗିଲାନି, ଘର ଛାଡିକି ଜମା ଭଲ ଲାଗିଲାନି, କାନ୍ଦୁଥିଲି ସବୁବେଳେ। ତାପରେ ଆଙ୍କୁ ଯେତେବେଳେ ଭଲ ପାଇଲି ତାପରେ ତ ଅଛି ଯେ ଯାତ୍ରାରେ କାହିଁ କାନ୍ଦୁଥିଲେ ଆପଣ? ଘର ଛାଡିକି ଆସିଛି, ମତେ ମୁଁ ଘରର କମ ବୟସରେ ପିଲାଟା ଯେତେବେଳେ ଯାତ୍ରା ଛାଡିକି ଆସିବେ। କେତେ ବୟସରେ ଆପଣ ଏଣ୍ଟ୍ରି କରିଗଲେ? ମତେ ବୋଧେ 18 କି 19 ବର୍ଷ। 18 ବର୍ଷ ବୟସରେ, ଯେଉଁଠି ପଢ଼ିବା କଥା, ଆଜ୍ଞା, ଯେଉଁଠି +3 କରିବା କଥା, +2 କରିବା କଥା, PG କରିବା କଥା, କ୍ୟାରିୟର କରିବା କଥା, ସେଠି ଆପଣ ପଳେଇ ଆସିଲେ। ଆପଣଙ୍କ ବୟସର ପିଲାମାନେ ସେତେବେଳେ ପାଠ ପଢ଼ୁଥିଲେ, ନିଜ ନିଜ ଲାଇଫକୁ ଏନ୍ଜୟ କରୁଥିଲେ। ମୁଁ ଘର ଛାଡିକି ଆସିକି ଯାତ୍ରାରେ ଥିଲି, ମତେ ଟିକେ କଷ୍ଟ। ମୁଁ ଘର ଛାଡିକି କେବେ ରହିନଥିଲି ଏଠି। ବହୁତ କାନ୍ଦିଲେ? ମୁଁ କାନ୍ଦେ, ତାପରେ ରହେ ବି। କେହି ବୁଝିବାକୁ ନଥିଲେ? ହଁ ବୁଝୁଥିଲେ, ଯେ ମୁଁ କହିଲି ନା ସେଠିକା ମାନେ ଯେତିକି ଥିଲେ ବଡ ଭାଇ ଭଉଣୀ ମାନେ ସେଠି ବହୁତ ଭଲ ଥିଲେ, ବହୁତ ଭଲ। ସେଠି ମତେ ଫ୍ୟାମିଲି ଭଳିଆ ଲାଗେ, କିନ୍ତୁ ଯେହେତୁ ମୋ ମାଆକୁ ଛାଡି ମୁଁ କେବେ ରହିନି, ତ ମତେ ଭାରି କଷ୍ଟ ଲାଗୁଥିଲା ସେଇଠି। ଆଚ୍ଛା, ଯାତ୍ରାରେ ଗୋଟେ ବ୍ୟାଡ୍ କଲଚର ଅଛି। କ'ଣ କଲଚର? ଯେ ପ୍ରାୟ ନବାଗତମାନଙ୍କୁ ପ୍ରାୟ ସିନିୟର ମାନେ ସହଯୋଗ କରନ୍ତିନି। ନାଇଁ ସହଯୋଗ କରନ୍ତି, ଏଇଟା ଭାବିବା ଭୁଲ। ମୋ କ୍ଷେତ୍ରରେ ସେମିତି କିଛି ହେଇନି। ଆମେ ଚାଲିନୁ ଜାଣି ବାଟର ଦଶା ଦେବାଟା ଭୁଲ। ହେଇଥିଲେ ବି କହିବେନି? କାହିଁ କହିବୁନି, କହିବାର କିଛି କାରଣ ନାହିଁ। ବିବାଦରେ ଫସିଯିବେ। ବିବାଦ ପଛରେ ଫସିବାର କଥା ନାହିଁ। ମୋ କ୍ଷେତ୍ରରେ ହେଇନି, ମୁଁ ସେଟା କହିବି, ଅଡୁଆରେ ପଡ଼ିଯିବେ, କିଛି ଅସୁବିଧା ନାହିଁ। ସମାଲୋଚନା ହେବେ। ବିବାଦ କଥା କହିଲେ ସିନା ସମାଲୋଚନା ହବା, ଠିକ କଥା କହିବା, ସମାଲୋଚନା କାହିଁକି ହବ? ଯୋଉଟା ଆମ ଲାଇଫରେ ଘଟିନି ସେଟା କାହିଁକି ଆମେ କହିବା? ବଡମାନେ ବହୁତ ସହଯୋଗ କରିଛନ୍ତି, ବହୁତ ସହଯୋଗ ବି କରନ୍ତି ହାତ ଧରିକି। ଦେଖନ୍ତୁ, ଆମେ ଯୋଉଟା କଥାଟା ଜାଣିନାହାନ୍ତି ସେ ଯଦି ଆମକୁ ଜଣଉଛନ୍ତି, ଆମେ ଜାଣିବାକୁ ଚେଷ୍ଟା କରିବାନି କାହିଁକି? ସେମାନେ ଶିଖିଛନ୍ତି ଏଇ କଥାଟା ଏମିତି କହିଲେ, ଯେହେତୁ ଆମଠୁ ଏତେ ସିନିୟର ସେମାନେ, କଥାଟାକୁ ସେମାନେ ଭଲ ଗୋଟେ ଡାଇଲଗଟାକୁ ସେ ମଡୁଲେସନ ଯେମିତି କରିପାରିବେ, ଆମେ ସେଟା ପ୍ରଥମେ ଜାଣିବା କେମିତି? ମ୍ୟାଡ଼ାମ୍, କଲ୍ ସେଣ୍ଟରରେ କାମ କରିବା ହିରୋଇନ ଭିତରେ ହବା, ମଞ୍ଚରେ କାମ କରିବା, ତଫାତ୍ କ'ଣ? ଏଇଟା ଲାଇଭ ପରଫର୍ମାନ୍ସ। ମୁଁ ଯେତେବେଳେ ଫାଷ୍ଟ କରିଥିଲି ମତେ ଜ୍ୱର ହେଇଯାଇଥିଲା, ମାନେ ମୁଁ ଜାଣିନଥିଲି ଯୋଉ କଥା ଗୁଡା, ସେଇ କଥା ଗୁଡା ଜାଣିଲି। ମାନେ କହିଲି ନା, ଷ୍ଟେଜରେ ଅଭିନୟ ମୋ ଦେହ ହାତ ଥରୁଥାଏ। ୱାନ୍ ଟେକ୍ ଡାଇଲଗ୍ କହିପାରିଲେ? ୱାନ୍ ଟେକ୍ ତ କହିନି, ରିହର୍ସାଲ ଯେହେତୁ ହଉଥିଲା, ତ ଶିଖି ବହୁତ ଦିନ ଲାଗିଲା। ଡାଇଲଗ୍ ଭୁଲି ନାହାନ୍ତି? ହଁ ଭୁଲିଯାଏ, କିନ୍ତୁ କହିଲି ନା କୋ ଆର୍ଟିଷ୍ଟ ମାନେ ବହୁତ ସପୋର୍ଟିଭ ଥାନ୍ତି, ବହୁତ ସପୋର୍ଟ କରନ୍ତି, ତେଣୁ ସେମାନେ ମ୍ୟାନେଜ କରିକି ନେଇଯାଆନ୍ତି। ଯେତେବେଳେ ନୂଆ ପିଲା ଆସନ୍ତି, ଆପଣ ଯୋଉ କହିଲେ ଅନ୍ୟମାନେ ହଇରାଣ କରନ୍ତି ନା, କେମିତି ହଇରାଣ ତ କରିନାହାନ୍ତି? ମତେ ଫାଷ୍ଟ ଏଣ୍ଟ୍ରିରେ ହିଁ ବହୁତ ବଡ କ୍ୟାରେକ୍ଟର ଗୋଟେ ମିଳିଥିଲା, ଯୋଉଟା ସେ କହୁଥିଲେ, ବହୁତ ବଡ କ୍ୟାରେକ୍ଟର ମିଳିଥିଲା। ପ୍ରକ୍ସି କ୍ୟାରେକ୍ଟର ଆଉ ଜଣେ କରୁଥିଲେ, ସେ ଛାଡ଼ିଲା ପରେ ତାଙ୍କୁ ଦିଆଯାଇଥିଲା। ଯେ +2 ପଢ଼ୁ ସାଇନ୍ସ ପଢ଼ି କାହିଁକି ଏ ଲାଇନ୍ରେ ଏଣ୍ଟ୍ରି କରିଗଲେ ବାବୁଲ? ମୁଁ ଏଇଟା ବହୁତ ପୋଡକାଷ୍ଟ ବହୁତ ଏଥିରେ ବି କହିଛି, ଏଇଟା ହଉଛି ଛୋଟ ବେଳ କଥା। ମୁଁ ଯେତେବେଳେ ଅଭିନୟ କ'ଣ ଜାଣିନଥିଲି, ଆକ୍ଟିଂ କ'ଣ ଜାଣିନଥିଲି, ଡାଇଲଗ୍ କେବେ କିଛି ବି ଜାଣିନଥିଲି, ଯାତ୍ରା କ'ଣ ଜାଣିନଥିଲି, ନାଟକ କ'ଣ ଜାଣିନଥିଲି। ମୋ ବୟସ ହେଲା ସେତେବେଳେ ପାଖାପାଖି ମୁଁ ଷ୍ଟାଣ୍ଡାର୍ଡ 2 କି 3ରେ ପଢୁଥିଲି। ଅନୁମାନ କରନ୍ତୁ ମୋ ବୟସ କେତିକି ହେଇଥିବ। ସେତେବେଳେ ଆମ ସ୍କୁଲ ତରଫରୁ ଗୋଟେ ନାଟକ ମଞ୍ଚସ୍ଥ ହେବାକୁ ଫାଇନାଲ ହେଲା। ନାଟକର ନାଁ କୋଣାର୍କ। ମୋ ଚରିତ୍ର ମିଳିଥିଲା ବିଶୁ ମହାରଣା।
से नाटकर डिरेक्टर थे मोर जन अजय हिसाब रे अजय सार बादल सार ना सी से चरित्र देते कांदिया कौन जानू आमको सार मैंने पिटिले आम कांदू एमती होता से चरित्र से नाटक अभिनय करूँ सेटा किसी दर्शक बोध हुए भल लगी जो पाखापाखि चाइल्ड आर्टिस्ट दरकार पड़े कौ नाटक टूर्णामेंट जदि कौट किसी दरकार पड़े मत नहीं जाती नहीं जाती राति रिहर्सल करती मत पुणी आनी छाड़ दिखती एमती नगण्य कर बापा को कहीकि नियंती से खुशी बापा माँ से छाड़देले जिते मुझे बड़ हेली 10th पढ़ली +2 गली से मत आम पाखापाखि भाई माने गाँव भाई माने ना जो यात्रा को जा यात्रा को जा बढ़िया अच्छी यात्रा को जा आम देखू आम भाई यात्रा करूँ आम खुशी लगे आम खुशी लगे आम गाँव भाई यात्रा इंस्पायर हेले हाँ से बहुत मत कहले ना तो जा यात्रा को जा मुझे मन करी हम जी यात्रा को जी मो मन गोटे रहीगला मुझे यात्रा को जी एंट्री केमती है +2 बेले यही चिंताधारा रही एग्जाम देवा बेलू भी मत भी पचारती मो तो आउ तू पढ़ी जाइए यात्रा को जी कौन दरकार मुझे यात्रा को जी मुझे टार्गेट रखी +2 पर जब +3 करता आम घर लोग चाहूले मुझे +3 करे मो डैडी चाहूले मुझे टीचरशिप लाइन में जाए मो जेजे चाहूले मुझे फार्मासी लाइन में जहाँ जाए बापा चाहूले वेटरी लाइन में जाए जो लाइन में गोटे जाए चाहूली कारण बापा दादा सब टीचर हाँ मुझे चाहूली मो जेजे थे मेडिकल लाइन में सी चाहूले मेडिकल फार्मासी जहाँ भी हो से लाइन में जाए सरकारी चाकरी मो मम्मी चाहूला जेहतु हाइट फाइट अच्छी तू डिफेन्स लाइन में जा मुझे लगे चाहूनी मुझे चाहूली एक्टिंग करी आई मुझे कथा कहली मत कहली मुझे एक्टिंग करी से कहीं राजी है प्रथम जेहतु आम फैमिली कहीं भी लाइन में नहांती मुझे कहली जो छोट बेले मुझे चाहून नी तुम मत कहल ड्रामा कर ये कर से मत छाड़देल एवं मुझे चाहूँ कहीं छाड़न यहाँ प्रति बापा माँ मैंने ये कर छुआ मैंने जो गोटे स्कूल प्रोग्राम हो बहुत खुशी सजेकी डांस करा पठे दूसरी किसी एक्टिंग करा पठे दूसरी कि सी जो प्रोफेशन करा चाहिए से आप बाधा दूसरी मुझे +3 करी मो 3 वर्ष से जाता पाठ पढ़ी था से 3 वर्ष में मुझे एक्टिंग देले मो बहुत भल हो मुझे भाविली से मो जीवन लक्ष्य था मु कलाकार भी एवं भी लक्ष्य गोटे भल कलाकार टे भी भल मनीष हाँ किंतु एंट्री केमती है मुझे कहली ना तपस्या आसली तपस्या मान टाइगर सहित प्रथम देखा सी आनी मत तपस्या छाड़ ओके मैडम जे कथा होची जे सिंह बाहिनी उभय काम करुछंती भोड़ा शंकर रे स्वामी स्त्री बजरंग रे भाई भौणी से सीनटा कौन टिके कहबे स्वामी स्त्री सीनटा उभयंकर माने नाटक डायलॉग हाँ नाटकर चरित्र हूँ मो ना भी से बबुल है दीपक सार लेखा डॉक्टर दीपक जेना लेखा महेश आचार्य निर्देशन नाटक सी भोला जी भोला शंकर दी जन क्यारेक्टर जी कर सी हूँ भौणी मु भोलार सांग सी मत भल पाऊँ कि मोर गोटे छोट गोड़ मोर गोटे गोड़ खराब हो जाए गोटे एक्सीडेंट गोटे गोड़ खराब हो जाए मो बापा माँ को भी से एक्सीडेंट हरई देती मो मामू पाखे रोचे एमती गोटे सिचुएसन हो भिक मागी मो स्त्री खाई दूसरी से विषय गोटे डायलॉग कौन करिया माने मु पर अछि तो डरुछु कहीं चढ़ई मानकर घर नहीं से मान कौन रोना जा मुंड पर छात नहीं ता मुंड पर आकाश अच्छी तू जो रही सेटा मो घर आ तो पण तो मुंड पर थे खरा हो कि वर्षा हो और किसी हबनी मोर तमें 3 दिन है घरे नथिलो बोली मामू मते मुठे खाइबा को भी देना एठू चली गले हमें खाइबा कोन ले दो कि तू कर भाउजी बाहर को बुलियो जाइथिली मो पर हम पई खाइबा जोगाड़ करियो को जाइथिली ए देखुनु ए बेग रे चावल अछि पहिले भी अछि ए देखुनु मो पॉकेट रे केते पैसा हाथ मन फुल पैसा अछि ए सुन हम काम करबा हम बाजार गोटे हांडी नहीं आसवा आ इटा चुली तैयारी कर दबा तू तो रोसे करू हम खाइबा पीबा बेस आराम रे रहबा हेले सब जिंस तो मांगी लो कोठल में अब चावल ग्रोसर दुकान परिबा हाटू आनली ए सब तो मु टंका के देला ओ काम करी टंका आनली तुम्हें कौन की काम करो सब काम मो कोन बुढ़ा ना टोकाटा आगरे कुटिया थली पर काउथली बास आली घर संसार कली काम न कले चलबो केमिति मो काम कली सब काम कली तो मते मिछ को सतो तो तमे तोड़े टंका कोठा सब तो को तुमको मोर आनो भिक मागुथली कोन करिथंती मोर सिना उपास रहिबार अभ्यास अच्छी तोर तो नहीं ना केते दिन तू उपास रही था और कि अधिकार अच्छी तो उपास रखा झीटे बाही आसवा पूर्व केते स्वप्न देखी थाए शाशु घर को जीव सोनार संसार कर
ଜନ୍ମ ଦେଖିବ, ତାରା ସହିତ କଥା ହବ, ତାହେଲେ ତୁ କାହିଁକି ଦୁଃଖର ଅନ୍ଧାର ଭିତରେ ରହିବୁ? ତୁ କାହିଁକି ପେଟର ଭୋକ ସହିତ ବୁଝାମଣା କରିବୁ? ତାପରେ ତମେ ହଁ, ମୁଁ ସେମିତିରେ ତ ଭଗବାନ ମୋର ଗୋଟେ ଗୋଡକୁ ଛୋଟା କରିଦେଇଛନ୍ତି, ଆଉ ହାତରେ ବ୍ୟାଣ୍ଡେଜ କପଡା ଗୁଡେଇଥିଲି, ନାଲି ରଙ୍ଗ ମାରିଥିଲି, ଗାମୁଛାଟା ପାରିଥିଲି, ପାଖ ଭିକାରୀ ପାଖରୁ ଚାଉଳ ମୁଠେ ଆଣି ପକେଇଥିଲି, ଆଉ ମନ୍ଦିରକୁ ଆସୁଥିବା ଲୋକମାନଙ୍କୁ କହିଲି, ବାବୁ, ମା, ମୁଁ 3 ଦିନ ହେଲା କିଛି ଖାଇନି ବାବୁ, ମୋ ଘରେ 3 ଦିନ ହେଲା ଚୁଲି ଚଢିନି, ମୋ ସ୍ତ୍ରୀଟା ଉପାସ ଅଛି ବାବୁ, ମତେ କିଛି ଟଙ୍କା ଦିଅ, ମୁଁ ମୋ ଘର ପାଇଁ ଚାଉଳ ନେବି, ଏ ଛୋଟାଟାକୁ ଦୟାକର ବାବୁ, ଭଗବାନ ତମର ମଙ୍ଗଳ କରିବେ, ମତେ କିଛି ଟଙ୍କା ଦିଅ ବାବୁ, ମତେ କିଛି ଟଙ୍କା ଦିଅ। ଏଇ ତୁ ପରା ମତେ ଭଲ ପାଇ ବାହା ହେଇଥିଲୁ, ଏଇ କଣ ତ ଭଲ ପାଇବା? ସତରେ ଯଦି ତୁ ମତେ ତୋ ସ୍ତ୍ରୀ ବୋଲି ଭାବିଥାନ୍ତୁ ତାହେଲେ ମତେ ବି ତୋ ସାଙ୍ଗରେ ନେଇ ଯାଇଥାନ୍ତୁ, ମୁଁ ବି କହିଥାନ୍ତି ବାବୁ, ମା, ମତେ କିଛି ପଇସା ଦିଅ ମା, ମୋ ସ୍ୱାମୀଟା 3 ଦିନ ହେଲାଣି କିଛି ଖାଇନି, ମତେ କିଛି ପଇସା ଦିଅ ବାବୁ, ମତେ କିଛି ପଇସା ଦିଅ। ଅତି ଚମତ୍କାର ସଂଳାପ ମ୍ୟାଡ଼ାମ୍, ଆପଣ ଇମୋସନ୍ ହେଇଗଲେଣି। ଆଖିରେ ମାରିବାକୁ ପଡ଼େନି କିଛି। ଦରକାର ବି ମାରୁ, ସବୁବେଳେ କଣ ଇମୋସନ୍ ଆସିବନି ସ୍ମାନ ଅଛି, ଖାଲି ମାରିଦେଲେ ଯେ କାନ୍ଦିଦେବେ କିଛି କଥା ନାହିଁ। ସେମିତି ଯାଏ ସିଚୁଏସନ୍ ସେମିତି ହେବା ଦରକାର। ଟିକେ କଣ ମାରିବେ, ଗ୍ଲିସରିନ୍ ୟୁଜ୍ କରିବେ, ତ ଗ୍ଲିସରିନ୍ ମାରିଲେ ତା ପୂର୍ବରୁ ବି ଲୁହ ବାହାରି ଯାଇପାରେ। ସେମ୍ ସିଚୁଏସନ୍ ଭିତରେ ରହିଲେ, ସିନ୍ ଭିତରେ ରହିଲେ ଆପେ ଲୁହ ଆସେ। କିନ୍ତୁ ଠାକୁରଙ୍କ ଆଶୀର୍ବାଦ। ସ୍ୱାମୀ ସ୍ତ୍ରୀର କଥା, କିନ୍ତୁ ବଜରଙ୍ଗରେ ଭାଇ ଭଉଣୀ, ଏ ଯୋଉ ତଫାତ୍ କ'ଣ ଭାଇ ଭଉଣୀ ଆଉ ସ୍ୱାମୀ? କିଛି ତଫାତ୍ ନାହିଁ। କାଇଁ? ମଞ୍ଚରେ ଆମେ ଅଭିନୟ କରୁଛୁ, ତା ଛଡ଼ା କିଛି ନୁହଁ। ମଞ୍ଚ ଉପରେ ସେ ମୋ ଭାଇ ଭଉଣୀ, ମଞ୍ଚ ତଳେ ମୋ ସ୍ତ୍ରୀ। ଆମେ ଗୋଟେ ଚରିତ୍ର ଭିତରେ, ମୁଁ ମେକଅପ୍ର ଅର୍ଥ ଏଇଆ ବୁଝିଛି, ମେକଅପ୍ ମାରିବା ପୂର୍ବରୁ ଆମେ ଗୋଟେ ଚରିତ୍ର ଥାଉ। ମେକଅପ୍ର ଅର୍ଥ ଆଉ ଗୋଟେ ଚରିତ୍ର ଭିତରେ ଏଣ୍ଟ୍ରି କରିବା ପାଇଁ ମେକଅପ୍ ଦରକାର, ସେ ଯେକୌଣସି ଚରିତ୍ର ହଉ। ସେ ଏଇ ନାଟକରେ ସେ ଭଉଣୀ, ଅନ୍ୟ ନାଟକରେ ବହୁତ ନାଟକରେ ସେ ମୋ ଭାଉଜ ଗୋଟେ କ୍ୟାରେକ୍ଟର ହେଇଛି, କୋଉ ନାଟକରେ ଭଉଣୀ ହେଇଛି, ଏଇ ବର୍ଷ ବି ଚାଲିଛି ଏଥର କଳିଯୁଗ ଶେଷ, ସେଥିରେ ମୋର ଭଉଣୀ ହେଇଛି। ପିଙ୍କି ମ୍ୟାଡ଼ାମ୍, ଆପଣଙ୍କ ସହିତ ଯୋଉ ଅଭିନୟ କରୁଛନ୍ତି ବାବୁଲ ବାବୁ, କ'ଣ ହେଲେ ଆପଣଙ୍କୁ ଭଲ ଲାଗେ? ସ୍ୱାମୀ ହେଲେ ଭଲ ଲାଗେ, ଭାଇ ହେଲେ ଭଲ ଲାଗେ, ନା ଦିହରେ ଭଲ ଲାଗେ? ସବୁ ଭଲ ଲାଗେ, ସ୍ୱାମୀ ହେଲେ ଟିକେ ଅଧିକା ମାନେ କ'ଣ ଭଲ ଲାଗେ, ଯେହେତୁ ପାଖରେ ଥିଲେ ଇମୋସନଟା ଟିକେ ଅଧିକା ଥାଏ। କିନ୍ତୁ ସବୁ କ୍ୟାରେକ୍ଟର ମଞ୍ଚ ଉପରେ ଯିଏ ବି ମୋ ସାଇଡ଼ରେ କୋ ଆର୍ଟିଷ୍ଟ ଥାଏ କି ତାଙ୍କ ସାଇଡ଼ରେ ଥାଏ, ଆମେ ଦି ଜଣଙ୍କୁ କହୁ କି ମଞ୍ଚ ଉପରେ ନିଜକୁ ବେଷ୍ଟ ଦେବା ପାଇଁ। ନା ଦେବା ପାଇଁ ଯେ, କିନ୍ତୁ ଆପଣ ଚାହୁଁଛନ୍ତି ଯେ ସେ ସ୍ୱାମୀ ହେଇକି ରୁହନ୍ତୁ ସବୁବେଳେ ମଞ୍ଚ ଉପରେ? ନା, ସେଇଟା ମୁଁ ଚାହୁଁନି, ଯେହେତୁ କଳାକାର ଜୀବନ ଅଛି। କୋଉ ସିନ୍ଟା ଭଲ ଲାଗେ, କୋଉ ସିନ୍ଟା ଅଛି? ସବୁ ଭଲ ଲାଗେ, ଯାହା ସାର୍ ମାନେ ଦେବେ, ରାଇଟର ଡିରେକ୍ଟର ଯାହା ଚାହିଁବେ ସେଇ ଅନୁସାରେ। ଯେ ବାବୁଲ ବାବୁ, ଯେତେବେଳେ ଆପଣଙ୍କର ସେ ଏମିତି ମଥାରେ ସିନ୍ଦୁର ପିନ୍ଧେଇ ଦେଇଛନ୍ତି, ଯେତେବେଳେ ମଞ୍ଚରେ ମଥାରେ ସିନ୍ଦୁର ପିନ୍ଧୁଛନ୍ତି, କ'ଣ ଅନୁଭବ କରୁଛନ୍ତି? ସବୁ ନାଟକରେ ମଞ୍ଚରେ ସିନ୍ଦୁର ପିନ୍ଧିବାର ଅଛି, ଭୋଳା ସତରେ ଅଛି। ଅନ୍ୟ ନାଟକରେ ମୁଁ ଆଉ କାହା ମଥାରେ ବି ସିନ୍ଦୁର ପିନ୍ଧୁଛି, ସେମିତି କିଛି ନାହିଁ। ସେଟା ଆମେ ମିଛ, ଅଭିନୟର ଅର୍ଥ ମିଛକୁ ଆମେ କେତେ ସତ ଉପରେ କିନ୍ତୁ ନ ବୁଡ଼ିଲେ, ନ ଭିଜିଲେ, ନ ମଜିଲେ, ଭିଜିବାକୁ ପଡିବ, ନ ଭିଜେଇଲେ ସିଏ ବି ମତେ କହନ୍ତି କି କ୍ୟାରେକ୍ଟରକୁ ବେଷ୍ଟ ଦେବା ଦରକାର। ଯଦି ତମର ନିଜ ଭିତରେ 100% ଦେବାକୁ ଚେଷ୍ଟା କରେ, କେତେ ଦୂର ଭଲ ଲାଗୁଛି, କେତେ ଠିକ କରୁଛନ୍ତି ସେଟା ଦର୍ଶକ। କିନ୍ତୁ ପିଙ୍କି ମ୍ୟାଡ଼ାମ୍ ଯେତେବେଳେ ଆଉ କାହା ସହିତ କ୍ଲୋଜ୍ ସିନ୍ରେ ଆସୁଛନ୍ତି ଯାତ୍ରା ମଞ୍ଚରେ, ମୁଁ ବି ବହୁତ ଯୋଉମାନେ ଏମିତି ଆପଣ ପଡକାଷ୍ଟରେ କହୁଛନ୍ତି, ଏଇଟା ହଉଛି ଅଣ୍ଡରଷ୍ଟାଣ୍ଡିଂ। ଏଇଟା ଆମେ କାମ କରିବାର ଅଛି, ମଞ୍ଚ ଉପରେ ଅଭିନୟ କରୁଛୁ, ମଞ୍ଚ ତଳେ ଥୋଡ଼ି ନା ଏମିତି ହଉଛି। କିନ୍ତୁ ମନ ଭିତରେ କିଛି ଆସିନି ପ୍ରଶ୍ନ? କିଛି ଆସିନି, ପଚାରି ନାହାନ୍ତି? କେବେ ବି ପଚାରିନି, ସେ ମତେ କିଛି ପଚାରିନି। କିନ୍ତୁ କିଛି କଳାକାର ଆସନ୍ତି, କୁହନ୍ତି ଯେ ଆମ ଘରେ ଆମ ସ୍ତ୍ରୀ ମତେ କୁହନ୍ତି ସେଇଥିପାଇଁ ମୁଁ ଯାତ୍ରାରେ ବାହାରିଲି। ଆମ ଘର ଲୋକ କହୁଛନ୍ତି ମୁଁ ଯାତ୍ରାରେ ବାହା ହୁଏ। ଯାତ୍ରା ବୁଝିଥିବା ଦର୍ଶକ ଯଦି ଯାତ୍ରା ବୁଝିପାରୁଥିବେ, ଯୋଉ ଘର ଲୋକ ଏଇ କ୍ଷିତି ସେ ବାହା ହେଲା, ସେ ଯୋଉ ଭାଉଜ ବାହା ହେଲା, ସେ ଯାତ୍ରାକୁ ଜାଣିଛନ୍ତି, ଯାତ୍ରା ଭଲ ଭାବରେ ଜାଣିଛନ୍ତି, ଯାତ୍ରା ଭଲ ପାଉଛନ୍ତି ବୋଲି ସେ ଯାତ୍ରା ତାକୁ ବାହା ହେଇଛନ୍ତି। ସେ ଯାତ୍ରା ବୁଝିଥିବା ଦରକାର, ଆମେ ଏଇଟା ଅଭିନୟ କରୁଛୁ। ଆଚ୍ଛା ମ୍ୟାଡ଼ାମ୍, ମ୍ୟାରେଜ ହେଲାଣି 1.5 ବର୍ଷ ହେଲାଣି, ଶାଶୁଙ୍କୁ ସେବା କରୁଛନ୍ତି ଆପଣ? ମୁଁ ଯେହେତୁ ଯାତ୍ରାରେ ଅଛି, ତ ଘରକୁ ତ ବେଶୀ ଟାଇମ୍ ଦେଇପାରେନି, ଯୋଉ ଟାଇମରେ ରହେ ମୁଁ ଶାଶୁ ସେବା କରେ। ସେବା କରନ୍ତିନି, ଖାଲି ପଡକାଷ୍ଟରେ କହୁଛନ୍ତି? କାରଣ ବହୁତ ଏମିତି ଆସନ୍ତି, ଆମେ ସେବା କରୁ, ଆମେ ପୁରା ଏକଦମ ବହୁତ ଭଲ କାମ କରୁ, କିନ୍ତୁ କାମ ମୁଁ
ମୁଁ କହିଲି ନା ମୁଁ କାମ କରେନି କାହିଁକି ନା ଆମ ଘରେ ମୋ ଶାଶୁମାନଙ୍କ ଚିନ୍ତାଧାରା ରହିଲା କି ବୋହୂମାନେ ଏବେ କାମ କରନ୍ତି ଆମ ଘରେ କୌଣସି ବୋହୂ କାମ କରନ୍ତିନି। ଆମର ଜଏଣ୍ଟ ଫ୍ୟାମିଲି ମୁଁ କହିଦେଉଛି ଆମ ଘର ଜଏଣ୍ଟ ଫ୍ୟାମିଲି ତିନି ବାପା ମୋର କହିଛି ତିନି ବାପା ତିନି ମା 4 ଭାଇ ମୁଁ ହଉଛି ସେ ଦୃଷ୍ଟିରୁ ଦେଖିଲେ 3 ନମ୍ବର ମୋ ଉପରେ ଦି ଜଣ ମ୍ୟାରେଜ କରିସାରିଛନ୍ତି ସେ ମୋ ମମି ବହୁତ କମ ଏଜ ମାମା କମ ଏଜ ତାଙ୍କ କହିବା କଥା ଆମ ଏବେ ବୟସ ଅଛି ଆମେ କାମ କରୁଛୁ ଯେତେବେଳେ ଆମ ବୟସ ହେଇଯିବ ସେତେବେଳେ ଆମେ ବସିକି ଖାଇବାକୁ ଦବୁ ତାଙ୍କ ବୟସ ହେଇଯିବ ସେ ତାଙ୍କ ଚିନ୍ତାଧାରା ଏଇଆ ଅଛନ୍ତି ତାପରେ ଆମେ ଯାତ୍ରା କରି ଯାଉଛୁ ପ୍ରାୟ ଟାଇମ୍ ଅନିଦ୍ରା ହେଇକି ଆମ ସବୁଦିନ ଯାତ୍ରା ଥାଏ ପହଞ୍ଚିଲେ ଯଦି କିଛି ଛୋଟ ଛୋଟ କାମ ଥାଏ ଯଦି ରୁଟି ବେଲୁଥାଏ ମମି ଏ ସାଙ୍ଗେ ଏଇଠି ରୁଟି ବେଲ ଦେଲା ଏମିତିଆ ଛୋଟ ଛୋଟ କାମ ଯେ ଆଉ ଖାଇବା କାଢିକି ଦେଇଦିଏ ଯାତ୍ରା ଯେତେବେଳେ ସିନ୍ ଚାଲିଥାଏ ବେଳେବେଳେ ଡାଇଲଗ୍ ଭୁଲି ଯାଇଛନ୍ତି ଆପଣମାନେ ଆଜ୍ଞା ତାକୁ କେମିତି ମ୍ୟାନେଜ କରନ୍ତି? ବହୁତ କମ ଭୁଲିବା ବହୁତ କମ ଯେହେତୁ ଏଇଟା ଆମର କାମ ଭୁଲିବା ବହୁତ କମ ହୁଏ ଯଦି ଅତ୍ୟଧିକ ଭାବପ୍ରବଣ ହେଇଗଲେ ବାଇଚାନ୍ସ କେତେବେଳେ ମାଇଣ୍ଡ ବ୍ଲାଙ୍କ ହେଇଯାଏ ସେତେବେଳେ ହେଲେ କୋଆର୍ଟିଷ୍ଟ ଯୋଉମାନେ ଥାଆନ୍ତି ଧର ଏଇ ଡାଇଲଗଟା ସେ କହିବାର ଥିଲା ସେ କହୁନି ମାନେ ଆମେ ଜାଣୁ ଯେ ବୋଧହୁଏ ସେ ମାଇଣ୍ଡ ବ୍ଲାଙ୍କ ହେଇଯାଏ ସେ ଅନ୍ୟ ଗୋଟେ କଣ ସେ ଲାଇନ ଟ୍ରାକ୍ କୁ ଫେରିବା ପାଇଁ ଅନ୍ୟ କୋଆର୍ଟିଷ୍ଟ ଚେଷ୍ଟା କରନ୍ତି ଆପଣଙ୍କ ମାଇଣ୍ଡ ବ୍ଲାଙ୍କ ହେଇନି? ହେଇଯାଏ ବେଳେବେଳେ କାହିଁକି ହେଇଯାଏ? ହେଇଯାଏ କଣ ଏଇଟା ଲାଇଫ ଶୋ ହଉଛି କେତେବେଳେ କଣ ହଉଛି କେତେବେଳେ କଣ ହଉଛି କେତେଥର ହେଇଛି ଆପଣଙ୍କର ମାଇଣ୍ଡ ବ୍ଲାଙ୍କ? ସେମିତି କହିବ ସେମିତି କହିବ କେତେବେଳେ କଣ ହେଇଛି ଯେ ଯେତେବେଳେ ଡାଇଲଗ୍ ଭୁଲନ୍ତି ପିଙ୍କି ମ୍ୟାଡାମ କ'ଣ କରନ୍ତି? ମୁଁ କଣ କରେ କଣ ମତେ ଭୁଲି ଯାଇଥାଏ ମୋ ସାଇଡରେ ଯୋଉ ଆର୍ଟିଷ୍ଟ ଥାଆନ୍ତି ସେମାନେ ତ ମତେ ମ୍ୟାନେଜ କରି ନେଇ ଆସନ୍ତି କି ସିନ୍ଟା ସେ ସରିଗଲା ପରେ କିନ୍ତୁ ଦର୍ଶକ ଆଉ ତାଳି ମାରୁନଥିବେ ତ? ତାଳି ଜାଗାରେ କେବେ ଆସିନି ଦର୍ଶକ ତ ତାଳି ମାରିବେନି ଡାଇଲଗ୍ ଭୁଲି ଯାଇଛନ୍ତି ଆପଣ ଦର୍ଶକ ଗାଳି କରୁଥିବେ ଦର୍ଶକ ବହୁତ କମ ଜାଣିପାରନ୍ତି ଡାଇଲଗ ଭୁଲିବାଟା ଜଣା ପଡେନି ଏଟା ଠାକୁରଙ୍କ ଆଶୀର୍ବାଦ ଆପଣ ଚାହିଁଲେ କିଛି କରିପାରିବେନି ଏଠି ଠାକୁରଙ୍କ ମାଙ୍କ ଆଶୀର୍ବାଦ ଯଦି ରହିବ ପେଣ୍ଡାଲ ଉପରେ 33 କୋଟି ଦେବାଦେବୀ ଅଛନ୍ତି ମାଙ୍କ ଫଟୋ ବି ଦେଖିଥିବେ ଆପଣ ଯଦି ଯାତ୍ରା ଯାଉଥିବେ ମାଙ୍କ ଫଟୋ ବି ପେଣ୍ଡାଲ ଉପରେ ଥିବ ଏଠି ଠାକୁରଙ୍କ ଡାକି ଆମେ ଯାଉଛୁ ପେଣ୍ଡାଲ ଯାହା ହବାର ଥିବ ହେଇଯିବ ଆମେ କହିକି ଛାତିରେ ଗୋଟେ କଳାକାର ହାତ ବାଡେଇ କହିଦେବ ମୁଁ ଏଇ ସିନ୍ଟା ଏମିତି କରିଦେବି କେବେ ସମ୍ଭବ ନୁହଁ ଯାହା ହବାର ଥିବ ହେଇଯିବ ଯାହା ବାହାରିବାର ଥିବ ବାହାରିଯିବ ଯାହା ଇମୋସନ ହବା କଥା ସେଠି ହେଇଯିବ ମୁଁ ଚେଷ୍ଟା କରିବି ନା ଆଜି ଏମିତି ହେଇଯିବ ନା ଯାହା ପାଟୁ ଯଦି ଫମ୍ବଲ ହେଇଯିବ ପେଟ ଆପଣ କିଛି କରିପାରିବେ ଆପଣ ଆମ ସହିତ କଥା ହଉଛନ୍ତି ପୋଡକାଷ୍ଟରେ ଲାଇଭ୍ ଚାଲିଛି ହଠାତ୍ ନା ପାଟି ଫମ୍ବଲ ହେଇଯିବ ଆପଣ କିଛି କହିପାରିବେ ସେଟା କହିବନି ସବୁ ସେ ଠାକୁରଙ୍କ ଆଶୀର୍ବାଦ ଯାହା ବି ଆମେ କଥା କହୁ ସବୁ ସେ ଠାକୁରଙ୍କ ଆଶୀର୍ବାଦ ଯାତ୍ରାର ଭବିଷ୍ୟତ କ'ଣ? ଆଉ ଯାତ୍ରାର ଭବିଷ୍ୟତ ଆଗରୁ ଆପଣ ଦେଖିଥିବେ ଯାତ୍ରା ବହୁତ ମାନେ ବହୁତ କଷ୍ଟ ସଂଘର୍ଷ କରିଛନ୍ତି କଳାକାର ମାନେ ଆମେ ସେ ଗଛଟା ଲଗେଇଛନ୍ତି ଆମେ କେବଳ ଫଳ ଖାଉଛୁ ସେମାନେ ବହୁତ କଷ୍ଟ କରିଛନ୍ତି ଆମେ ଶୁଣିଛୁ ମୁଁ ତ ବହୁତ କମ ଦିନ ହେଲା ଯାତ୍ରାକୁ ଆସିଛି ଯାହା ବଡ ଭାଇ ମାନେ କୁହନ୍ତି ଏମିତି ଏମିତି ଯାତ୍ରା ଶଗଡ଼ରେ ବୁହାଇକି ହେଇଛି ବହୁତ ସେମାନେ କଷ୍ଟ କରିଛନ୍ତି ତା ତୁଳନାରେ ସେମାନେ କିଛି ପାଇନାହାନ୍ତି ଆମେ କେବଳ ସିଏ ଯାହା ଗଛ ଲଗେଇ ଯାଇଛନ୍ତି ଆମେ ସେ ଫଳ ପାଉଛୁ ଆଶା କରୁଛି ଏଇ ଯୋଉ ଦର୍ଶକ ଭଲ ପାଇବା ବହୁତ ବଢିଛି ଯାତ୍ରା ପ୍ରତି ମାନେ ଏତେ ଭଲ ପାଇବା ବଢିଛି ନାହିଁ ନଥିବା ଭଲ ପାଇବା ଏଇ ଭଲ ପାଇବାଟା ଆହୁରି ବଢୁ ଖାଲି ଆମକୁ ନୁହଁ ସବୁ କଳାକାରଙ୍କୁ ଭଲ ପାଆନ୍ତୁ ସବୁ ଯାତ୍ରା ଟ୍ରେଣ୍ଡକୁ ଫଲୋ କରନ୍ତୁ ପିଙ୍କି ମ୍ୟାଡାମ ଯେତେବେଳେ ଭାଇ ଭଉଣୀ ଅଭିନୟଟା ରହିଛି ନାଟକ ବଜରଙ୍ଗୀ ପୁରା ବେଶ ଚର୍ଚ୍ଚା କାରଣ ବଜରଙ୍ଗୀ ନାଟକର ସେ ଯେଉଁ ପ୍ରକାର ସଂଳାପ ଯେଉଁ ପ୍ରକାର ଦର୍ଶକ ଆଦୃତ ଲାଭ କରିଛି ଆଜ୍ଞା କ'ଣ ଗୋଟେ ସଂଳାପ କହିଲେ ଆପଣ ଡାଇଲଗ୍ ଭାଇ ଭଉଣୀ ବେଳେ ସେ ସେମିତି ମୋର ମାନେ ଆମର ଅଛି କିଛି ଆପଣ ଆପଣଙ୍କ ସଂଳାପ କୁହନ୍ତୁ ହଁ ଗଲା ଗୋଟେ ବଡ ଚିନ୍ତା କଲା ଏବେ ମୁଁ ଶାନ୍ତିରେ ଶାଶୁ ଘରକୁ ଯିବି ବୋହୂ ହେବି ସବାଇରେ ବସି କେହି ମୋ ପାଇଁ କାନ୍ଦିବେନି କି କେହି ମୋ ପାଇଁ ମନ ଦୁଃଖ କରିବେନି ଏ ଅଭି ଭାଇ ତତେ ବି ମୋ ସବାରିକୁ କାନ୍ଧରେ କାନ୍ଧେ ଆଉ କହିବାକୁ ପଡିବନି ହାକୁନ ଧାବଲ ଏଇଠି ଖାଲରେ ଏଇଠି ଢିପ ବରଂ ତୁମ କୋକେଇକୁ କାନ୍ଧରେ କାନ୍ଧେଇ କହିବୁ राम नाम सत्य है हरि नाम सत्य है ଯେ ବାବୁଲ ବାବୁ ପିଙ୍କି ମ୍ୟାଡାମ କେବେ ରାଗନ୍ତିନି? ହଁ କିଏ ବେଶୀ ରାଗି? ମୁଁ ଦି ଜଣ ରାଗି ମୁଁ ବି ରାଗି ସେ ବି ରାଗି କାହିଁ ରାଗନ୍ତି? ଏମିତି ଏମିତି ସ୍ୱାମୀ ସ୍ତ୍ରୀ କଥା ଆପଣଙ୍କ ଘରେ ଝଗଡା ହଉନି ସ୍ୱାମୀ ସ୍ତ୍ରୀ କଥା ସ୍ୱାମୀ ସ୍ତ୍ରୀ ଭିତରେ ଝଗଡାଟା ଟିକେ ପ୍ରେମରେ ରହିବା ଦରକାର ଝଗଡା ସେଇଠି ଝଗଡା ହେଲେ ପ୍ରେମ ମଞ୍ଚରେ ଝାମଲା ହେଇନି? ମଞ୍ଚ ପରେ ସେମିତି କିଛି ହୁଏନି ମଞ୍ଚରେ ମାଡ଼ ମାରୁନାହାନ୍ତି? ମଞ୍ଚରେ ଯେମିତି ବାଇଚାନ୍ସ କେତେବେଳେ କେମିତି ବାଜିଯାଏ ସେମିତି କେବଳ ସିଏ ନୁହଁ ଅନ୍ୟ କୋଉ ଆର୍ଟିଷ୍ଟ ହେଲେ ବି ବାଇଚାନ୍ସ କେତେବେଳେ ବାଜିଯାଏ ମୁଁ ଆମ ଦେହରେ ବି ମାଡ଼ ବାଜିଯାଏ ତଳେ ଆସିକି ଭୁଲ ହେଇଗଲା ହଁ ଠିକ ଅଛି ଏଇଟା ମ୍ୟାନେଜେବଲ ଯେ ବାବୁଲ ବାବୁଙ୍କର ମାଡ଼ କେତେ ଜୋରେ କାଟେ? ଏଇଟା ଗୋଟେ ଶରୀରଟା ଦେଖୁଛନ୍ତି ମାଡ଼ ଥିଲେ ଜୋର ହବ ଫେରି ଜୋର କାଟିବ
ଆଚ୍ଛା। ସେତେବେଳେ କିଛି ଜଣା ପଡେନି। ଆପଣଙ୍କର ଯେ ପିଙ୍କି ମ୍ୟାଡ଼ାମ ରାଗନ୍ତି କେମିତି ବୁଝାନ୍ତି ଆପଣ? ଦି ଜଣ ରାଗୁ ସିଏ ରାଗିଲେ ମୁଁ ଚୁପ୍ ହେଇଯାଏ, ମୁଁ ରାଗିଲେ ସିଏ ଚୁପ୍ ହେଇଯାଏ। କିଛି ସମୟ ପରେ 5-10 ମିନିଟ୍ ପରେ ସିଏ ଥଣ୍ଡା ଆସିକି ସିଏ ବି କଥା ହୁଏ। ଆଉ ମୋ ଭୁଲ ଥିଲେ ମୁଁ ସରି କହିଦିଏ, ତାର ଭୁଲ ଥିଲେ ସିଏ ସରି କରେ। ବୁଝିବାକୁ ପଡେ ଟିକେ ସେ ସମୟରେ ଝଗଡା କଲେ କଥାଟା ବଢିଯିବ, ଚୁପ୍ ହେଇଯାଉ। କ'ଣ ଆପଣ ଡାକନ୍ତି? ଡାକେ ବାବୁନି। ବାବୁନ କାହିଁ? ନା କହିଛନ୍ତି ସ୍ୱାମୀଙ୍କ ନାଁ ଧରିବୁନି, ମୋ ଶାଶୁ ବି କହିଛନ୍ତି ସ୍ୱାମୀଙ୍କ ନାଁ ଧରିବୁନି। ଆଉ ମୁଁ ତ ଏଇଠି ଯାତ୍ରାରେ ଏଇ ଡାକିଲେ ବହୁତ ସାରା ଲୋକ ଅଛନ୍ତି, ଏଇ ଡାକିଲି କିନ୍ତୁ ଯେହେତୁ ଚରିତ୍ର ନାଁ ପଡୁଛି, ଯେହେତୁ ବବଲୁ ଡାକିବାକୁ ପଡିବ ସେଠି। ଯେ ଯେତେବେଳେ ବବୁଲ ଡାକୁଛନ୍ତି ଶାଶୁ କିଛି କହନ୍ତିନି? ପେଣ୍ଡାଲରେ ପେଣ୍ଡାଲ ଡାକୁଛନ୍ତି ବବୁଲ, ନା ସେଠି କିଛି ମଞ୍ଚରେ ସେଟା ମଞ୍ଚରେ ଯେ ଶାଶୁ କହିଲେ ନାଁ ଧରିକି ଡାକିବୁନି କାହିଁକି? ପ୍ରଥା ଗୋଟେ ଅଛି, ସ୍ୱାମୀଙ୍କ ନାଁ ଧରନ୍ତିନି ସ୍ତ୍ରୀ ମାନେ। ଆପଣ ସେଟା ଧରନ୍ତିନି? ମତେ ମନା କରିଛନ୍ତି, ମୁଁ ଧରେନି। ବେଳେ ବେଳେ ମୋ ପାଟିରୁ ବାହାରିଯାଏ, ଯୁବକ ମୋଟ ଦିଅନ୍ତି, ସରି କହିଦିଅନ୍ତି। ଆଚ୍ଛା ବବୁଲ ବାବୁ, ଆପଣ କ'ଣ ଡାକନ୍ତି? ମୁଁ ପିଙ୍କି ଡାକେ। ଆଉ କିଛି ନାଁ ନାହିଁ? ଆମକୁ ସେଟା ଭଲ ଲାଗେନି, ଯେହେତୁ ମତେ ଭଲ ଲାଗେନି। ଦାନ୍ତରେ କ'ଣ ଗୋଟେ ଲଗେଇଛନ୍ତି ଆପଣ? ଷ୍ଟୋନ୍ ଲାଗିଛି। ଚିକ୍ ଚିକ୍ ମାରୁଛି। ଆଜ୍ଞା। ଷ୍ଟୋନ୍ କାହିଁ ଲଗେଇଛନ୍ତି? ଗୋଟେ ମୁଁ ଯୋଉଠି ଆମ ଯାଜପୁରରେ ଜଣେ ଡେଣ୍ଟିଷ୍ଟ ଅଛନ୍ତି ସୁନୀଲ ସାର୍, ସେ ମୁଁ ବହୁତ କ୍ଲୋଜ୍। ଏମିତି ଆମେ ବସିକି ଯେତେବେଳେ ଲକଡାଉନ ଟାଇମରେ ଥିଲା, ଏମିତି ଖଟି କରିବା ଟାଇମରେ ସାରଙ୍କ ପାଖକୁ ଯାଇକି ବସୁ ମେଡିକାଲରେ। ଆଉ ସାର୍ ସେତେବେଳେ କହିଲେ ଦେଖା ତମ ଦାନ୍ତର ଗୋଟେ ଏଇଟା ଲଗେଇଦେବା, ଲାଇଟ୍ ପଡ଼ିଲେ ଚକଚକ ମାରିବ, ଲଗେଇ ଦେଇଛନ୍ତି ଖୁସିରେ। ଆଉ ପିଙ୍କି ମ୍ୟାଡ଼ାମ, ଗ୍ରୀନ୍ ରୁମ୍ର ଗହନ କଥା କ'ଣ? କିଛି ନାହିଁ। ଗ୍ରୀନ ରୁମରେ ମୁଁ ଏବେକା ସିଚୁଏସନ କଥା କହିବି, ଆମର ବହୁତ ମସ୍ତି ଚାଲିଛି, ମାନେ ଜଣା ପଡେନି। ଯାତ୍ରାରେ କହିছে କମ୍ପ୍ରମାଇଜ କରିବାକୁ ପଡେ ହିରୋଇନ ମାନଙ୍କୁ? ନା କାହିଁକି? ବାବୁଲ ବାବୁ, ସେମିତି ତ ମୁଁ ଦେଖିନି କେଉଁଠି। ମୁଁ ଥିବା ଅବସ୍ଥାରେ ଯୁଗ ପରିବର୍ତ୍ତନ ହେଲାଣି, ସେ ଆଗରୁ କୋଉଠି କ'ଣ ହେଇଥିବ। ମୁଁ ଥିବା ଅବସ୍ଥାରେ ମୁଁ ଯେତିକିଟା ଅନୁଷ୍ଠାନରେ କାମ କରିଛି ସେମିତି କିଛି ହେଇନି। କିନ୍ତୁ ମାଲିକ ମାନଙ୍କୁ ବାବୁ ଡାକିବେ ନାହିଁ? ଦେଖନ୍ତୁ, ମୁଁ ଆପଣ ସବୁବେଳେ କଥାକୁ ଟେକ୍ନିକାଲି ଆନ୍ସର ଦଉଛନ୍ତି, ରୋକଠୋକ କହୁନାହାନ୍ତି, କ୍ଲିୟର। ରୋକଠୋକ ନୁହଁ, କଥାଟା ମୁଁ ମାନେ ବିବାଦ ହେବାକୁ ଚାହୁଁନାହାନ୍ତି? ବିବାଦ କ'ଣ, ବିବାଦରେ ଆମେ ଯିବା କାହିଁ, କ'ଣ ଦରକାର ବିବାଦରେ? ଆମେ ସତ କହୁନାହାନ୍ତି? ସତ କହି ଶୁଣନ୍ତୁ, ବାବୁ କାହିଁକି ଡକାଯାଏ? ଆଗରୁ ଏଇ ପ୍ରଥାଟା ଚାଲି ଆସିଛି। ମ୍ୟାଡ଼ାମ ଆପଣ କ'ଣ ଡାକନ୍ତି ମାଲିକଙ୍କୁ? ସିଏ ବାବୁଙ୍କ ସହିତ କଥା ବି ଏତେ ହୁଏନି, ଯେହେତୁ ମୁଁ ଦେଖିଲେ କ'ଣ ଡାକନ୍ତି? ପ୍ରଣାମ କରି ନମସ୍କାର। ବାବୁ ମୁଁ କାହିଁକି କେବେ ଡାକିନି, ମୋର କିଛି କଥା ହିଁ ନଥାଏ। ମୋର ଯୋଉ କଥା ବାପୁ ତ ଡାକୁଥିବେ, ବାବୁ ବୋଲି କହୁଛନ୍ତି ନା କି ସାଲ ରଖୁଛନ୍ତି ଆପଣ? କିଛି ଡାକେନି, ମୁଁ ନମସ୍କାର କରି ବେଶୀ କଥା ହୁଏନି। ଏବେ ଯିଏ ମାଲିକ ଅଛନ୍ତି ସଞ୍ଜୀବ ବାବୁ, ସିଏ ପ୍ରାୟ ଝିଅ ଛୁଆଙ୍କ ସହିତ ଏତେ ବି କଥା ହୁଅନ୍ତିନି, ଯାହା କଥା ହୁଅନ୍ତି ଆମ ସହିତ କଥା ହୁଅନ୍ତି। ତାପରେ ସବୁ ମାଲିକଙ୍କ ଯୋଉଠି ଯାହା କଥା ହୁଏ ସବୁ ମୁଁ କଥା ହୁଏ। ହଁ, ଏଇ ଯୋଉ ବାବୁ ଡାକିବା କଥାଟା କହୁଛନ୍ତି, ଆପଣ ଆପଣଙ୍କ ବାପାଙ୍କୁ କ'ଣ ଡାକନ୍ତି? ବାପା। ଆପଣଙ୍କ ପୁଅ ଆପଣଙ୍କୁ କ'ଣ ଡାକୁଛି? ଡାଡି। ଏଇ ଯୋଉ ପରିବର୍ତ୍ତନ ହଉଛି, ସେମିତି ବଡ ଭାଇ ମାନେ ଡାକି ଆସିଛନ୍ତି ବାବୁ, ଆମେ ସେ ପ୍ରଥାରେ ଚାଲିଛୁ, ଡାକି ଆସିଛୁ ବାବୁ। ଏବେ ପରିବର୍ତ୍ତନ ହେଲାଣି, ବାପା ଆଉ ବାବୁ ତଫାତ? ନାଇଁ, ଡାକି ଆସିଛନ୍ତି। ବାବୁ ହଉଛି ଗୋଟେ ମଧ୍ୟଯୁଗୀୟ କଲଚର, ସାମନ୍ତବାଦୀ କଲଚର। ବାପା ଏବେ କାହିଁ ଚେଞ୍ଜ କରି ଡାଡି ଡାକୁଛନ୍ତି? ସେଇ ବାପା, ବହୁତ ଲୋକ ବି ଡାଡି ଡାକୁଛନ୍ତି। ଆପଣ ଆପଣଙ୍କ ଛୁଆଙ୍କୁ ଶିଖଉଛନ୍ତି ନା ଡାଡି ଡାକିବା ଉଚିତ ନୁହେଁ ମୋ ମତରେ? ଜମା ଡାକିବା ଉଚିତ ନୁହଁ। ବାପା, ବାପା ଶବ୍ଦର ଯୋଉ ମିଠା ଅଛି ଡାଡି ଶବ୍ଦରେ ଅଛି ନା? ନାହିଁ। ବାପାର ଅର୍ଥ କେତେ ପ୍ରକାର, ବହୁତ ଲୋକ, ବହୁତ ଲେଖକ ବହୁତ କଥା କହିଛନ୍ତି। ବାହାରେ ବାୟୁ, ବାହାରେ ପବନ, ଏମିତି ସବୁ ବହୁତ କଥା ଲେଖିଛନ୍ତି। ସେମିତି ଏଇ ଯୋଉ ବାବୁ ଡାକଟା ସେବେଠୁ ଡାକି ଡାକି ଆସୁଛନ୍ତି। ଆମେ ଯେତେବେଳେ ଯାତ୍ରାକୁ ଆସିଥିଲୁ, ବଡ ଭାଇ ମାନେ ଡାକନ୍ତି ବାବୁ। ସେଇ ଅନୁସାରେ ଯେହେତୁ ଜଣେ ବଡ ଭାଇ ଡାକୁଛନ୍ତି, ଘରର ଗୋଟେ ପୁଅ ଡାକୁଛି ଜଣେ ବଡ ବାପାଙ୍କୁ ବାପା, ମଝିଆ ଟଙ୍କା ଡାକୁଛି ଡାଡି, ସେଇ ଅନୁସାରେ ମୁଁ ଜନ୍ମ ହେଲା ପରେ ଡାକିଲି ତାଙ୍କୁ ବଡ ବାପା, ମୋ ବାପାଙ୍କ ଜାଗାରେ ପଡିଲେ ବଡ ବାପା ଡାକିପାରିବି। ଏମିତି ସବୁ କଥା ଗୁଡା ଚାଲି ଆସିଛି। ସେଇ ଏଥିରେ ବଡ ଭାଇ ମାନେ ଯେହେତୁ ଡାକି ଆସିଛନ୍ତି ବାବୁ, ସେଇ ଅନୁସାରେ ଡାକି ଆସିଛନ୍ତି। ଏବେ ବି ବହୁତ ଲୋକ, ବହୁତ କଳାକାର ବାବୁଙ୍କୁ ସାର୍ ବୋଲି ଡାକୁଛନ୍ତି, ସମ୍ଭବ କିଛି ଅସୁବିଧା ନାହିଁ। ସେମାନେ ତ କହିନାହାନ୍ତି ଆମକୁ ଡାକ ବାବୁ ବୋଲି। ଏ ଚେଞ୍ଜ ହେଲେ ଭଲ ନୁହଁ ଯେ ବାବୁଟା ସାର୍ ହେଇଯାନ୍ତା? କିଏ ମାଲିକ ମାନେ କ'ଣ କହୁଛି ନା ଡାକ ସାର୍, ବାବୁ ଡାକ? ସେମିତି ନାହିଁ। ଆମେ ଖୁସି। ସମ୍ମାନଟା ହୃଦୟରେ ଥିବା ଦରକାର। ସମ୍ମାନଟା ଖାଲି କହିଦେଲେ ହବନି, ହୃଦୟରେ ରହିବା ଦରକାର। ଯେ ବବୁଲବାବୁ ମଞ୍ଚରେ କେବେ ରାଗି ଯାଇନାହାନ୍ତି ଆପଣ? ମଞ୍ଚରେ ରାଗିବ, ଦେଖନ୍ତୁ ସିନ୍ ଥିବ ଯଦି ରାଗିବାର ତ ରାଗିବ, ଆଉ କେତେବେଳେ କେମିତି ରାଗିବା ସିନ୍ର ସଂଳାପ କ'ଣ ଅଛି? ମାନେ ନେଗେଟିଭର? ହଁ, ନେଗେଟିଭର ଏବେ ଚାଲିଛି ବଜରଙ୍ଗୀ, ସେଟା ଗୋଟେ ଆଣ୍ଟି ହିରୋ ଚରିତ୍ର। ଆଉ ଗୋଟେ ଏଥର ଯୋଉ ଶେଷ, ସେଟାରେ ଗୋଟେ ନେଗେଟିଭ ଚରିତ୍ର ଡାଇଲଗ କହୁଛି, ମୋ ଇଗଲ ଚୌଧୁରୀ ଇଗଲ, ବ୍ୟାଚଲର ଇନ୍ କ୍ରାଇମ୍ ବଟ୍
ମାଟ୍ରିକ ଫେଲ ଅନେଶତ ରାଣୀଙ୍କ ରଜା ମୁଁ ମୋର ଗୋଟେ ନୁହନ୍ତି ଅନେଶତ ରାଣୀ ଦରକାର ଆଜି ମୋ ଜୀବନ କାଞ୍ଚି ଆସି କାଲି ଆଉ କିଏ ଆସିବ ଯେତେ ଯେ ଆସୁନା କାହିଁକି ତୁ କିନ୍ତୁ ପାଟରାଣୀ ହିଁ ରହିବୁ ସାପରେ ପେଟ ଫିଟି ଭଳିଆ ମୋର ଦିଟା ରଙ୍ଗ ଦିଟା ରୂପ ମୋ ରଙ୍ଗ ବଦଳାଏ ହଉଛି କଥା ବି ବଦଳାଏ ସକାଳେ ଯାହା ସନ୍ଧ୍ୟା ବେଳକୁ ତାର ଠିକ ଓଲଟା ଏମିତି ଡାଇଲଗ ଆଉ ଗୋଟେ ବଜରଙ୍ଗୀ ନାଟକର ଡାଇଲଗ ଆମେ କହିବୁ ବଜରଙ୍ଗୀ ନାଟକରେ ବଜରଙ୍ଗଟା ବହୁତ ଫେମସ୍ ହେଇଗଲା ନାଇଁ ଏଟା ଦର୍ଶକ ଭଲ ପାଇବା ମିଳୁଛି ଯେ ଯେ ପିୟୁଷ ସିଂହବାହିନୀରୁ କିଛି ଦିନ ଆଉଟ୍ ହେଲେ ତାପରେ ବଜରଙ୍ଗୀର ଏଣ୍ଟ୍ରି କଲେ ଯେଉଁ ଗ୍ୟାପ୍ ରହିଲା ଗ୍ୟାପ୍ ବେଳେ କେମିତି ଲାଗିଲା ଆସିଲା ପରେ କେମିତି ଲାଗିଲା କିଛି ନାହିଁ ସେ ଆମ ସହିତ ମୁଁ ଆଗରୁ ବି କହିଥିଲି ଯେ ଭାଇଙ୍କ ସହିତ ପିୟୁଷ ଭାଇଙ୍କ ସହିତ ପୂର୍ବ ବର୍ଷ ଦେଖା ହେଲା ଏଥିପାଇଁ ବିଶେଷ ଧନ୍ୟବାଦ ଦେବି ସେ ଅନୁଷ୍ଠାନର ମାଲିକ ପ୍ରମୋଦ ବାବୁ କାଳିଆ ବାବୁ ଆଉ ମ୍ୟାନେଜର ଥିଲେ ବଙ୍କିମ ସାର୍ ସେମାନେ ମୋତେ ସେଇ ସୁଯୋଗ ଦେଲେ ତାଙ୍କ ସହିତ କାମ କରିବା ପାଇଁ ବହୁତ ଖୁସି ଲାଗିଲା ତାଙ୍କ ସହିତ କାମ କରିକି ତାପରେ ଏଠିକି ଯେତେବେଳେ ଆସିଲୁ ସେ ଆସିଲେ ଯୋଉ କଣ୍ଟ୍ରୋଭର୍ସି ହେଲା ସେ ଆଉ ଆସିଲେନି ସିଂହବାହିନୀ କିନ୍ତୁ ଆମ ସହିତ ମୁଁ ସେତେବେଳେ କହିଛି ସବୁବେଳେ ଆମ ସହିତ ଅଛନ୍ତି ଫୋନରେ ଟଚ୍ରେ ଥାନ୍ତି କ'ଣ ଅସୁବିଧା ସୁବିଧା କୋଉଠି ଅଛି ବେଟି କ'ଣ ନାହିଁ ପ୍ରାୟତଃ ସେ ଗେଷ୍ଟ ପ୍ରୋଗ୍ରାମ ବି ଯାଉଥିଲେ ସବୁବେଳେ ଥିଲେ ଆମ ସହିତ କେମିତି ଦୂରେଇ ନାହାନ୍ତି ତାପରେ ଯାତ୍ରା ଯେତେବେଳେ ଆସିଲେ 6 ମାସ ପରେ ଆସିଲେ ସବୁ ତ ଦେଖିଛନ୍ତି ଟିଭିରେ ଦର୍ଶନ କିଛି କହିବାକୁ ପଡିବ ଆଚ୍ଛା ଯେ ଆଗକୁ ଯାତ୍ରା ଜଗତରେ ରହିବେ ନା ସିରିଏଲ ଜଗତକୁ ଯିବେ ମୁଁ ମଝିରେ ଯେତେବେଳେ ଯାତ୍ରା ବନ୍ଦ ଥିଲା ଲକଡାଉନ ଟାଇମରେ ସେତେବେଳେ ସିରିଏଲ ମଝିରେ ଯେହେତୁ ଘରେ ବସିଥିଲି ଯେତେବେଳେ ଆସିଲା ଅଫର ସିରିଏଲ କରିବା ପାଇଁ ସେତେବେଳେ ସିରିଏଲ କରୁଥିଲି ଆପଣ କହୁଥିଲେ ଫ୍ୟାମିଲି ପ୍ଲାନ୍ କଥା ମ୍ୟାଡ଼ାମ ଯେ ଆପଣ ଯାତ୍ରା ଜଗତକୁ ବାଏ ବାଏ କରିବେ ନା ସିରିଏଲରେ କାମ କରିବେ ନା 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 ମୁଁ ସିରିଏଲରେ କାମ କରିବିନି ଯେତେବେଳେ ମୁଁ ଫ୍ୟାମିଲି ପ୍ଲାନ୍ କରିବି ମୁଁ ମାଇଣ୍ଡ ସେଟ୍ କରିଛି ମୁଁ ଯାତ୍ରାରେ ରହିବିନି ଫ୍ୟାମିଲି ଦେଖିବାକୁ ପଡେ ମୁଁ କଣ କହିଲି ଏବେ ଶାଶୁମାନେ କହୁଛନ୍ତି କି ଏବେ ବୟସ ଅଛି ଆମେ କାମ କରୁଛୁ ତମେ ରୁହ ତମ କାମ କରେନି ଯେତେବେଳେ ତାଙ୍କ ବୟସ ହେଇଯିବ ଯେତେବେଳେ କାମ କରିପାରିବେନି କାମ କରିବ କି ଏ ଯାଇ ତ କାମ କରିବ ନା ଯାତ୍ରାରେ ଅଧିକ ପଇସା ଆମେ ତ ଏଇ ଲାଇନରେ ଅଛୁ ପଇସା ଯିଏ ଯେତିକି ପାଇବା କଥା ସିଏ ସେତିକି ପାଉଛନ୍ତି ଯାହାର ଯେତିକି ଯୋଗ୍ୟ ସମସ୍ତେ କଣ ମେଞ୍ଚ ଟଙ୍କା ପାଇଯାଉଛନ୍ତି ଏବେ ବି ବହୁତ କଳାକାର ଅଛନ୍ତି 4 ଲକ୍ଷ 5 ଲକ୍ଷ ପାଉଛନ୍ତି ଏବେ ବି ବହୁତ କଳାକାର ଅଛନ୍ତି 20-30 ଲକ୍ଷ ପାଉଛନ୍ତି ଏମିତି ସମସ୍ତେ କିନ୍ତୁ କଥା ହେଉଛି ଯାତ୍ରାରେ କର୍ମଚାରୀ ମାନଙ୍କର ବହୁତ ଦୁଃଖ ରହିଛି ସମସ୍ତଙ୍କ ଦୁଃଖ କିନ୍ତୁ ସେଠି ଯେଉଁଭଳି ଭାବରେ ଯିଏ ରୋଷେଇ କାମ କରୁଛି ଯିଏ ଟେଣ୍ଟ ବାନ୍ଧୁଛି ଯିଏ ବାଉଁଶ ପୋତୁଛି ଯେ ସେମାନଙ୍କ ମନ ଭିତରେ ଗୋଟିଏ ଅବଶୋଷ ଯେ ଯେଉଁ ସମ୍ମାନ ତାଙ୍କୁ ମିଳିବା କଥା ଯେଉଁ ଅଧିକାର ମିଳିବା କଥା ତାହା ମିଳୁନି କାହିଁକି ଆମେ ତ ସମ୍ମାନ ଦଉଛୁ ଯାତ୍ରା ଗୋଟେ ଏମିତିଆ ସଂସ୍ଥା ସମସ୍ତେ ସମସ୍ତଙ୍କ ପରିପୂରକ ଜଣେ ଯଦି ରହିବନି ତାହେଲେ ଗୋଟେ ସେ ସଂସ୍ଥାଟା ହେଇପାରିବ କିନ୍ତୁ ସେ ଅର୍ଥ ମିଳିବା କଥା କିଛି ଅଧିକ ଅର୍ଥ ସେମାନେ ଦାବି କରନ୍ତି ସେଟା ମାଲିକ ମାନେ ଚାହିଁବେ ମାଲିକ ଦେବେ ନା ଆପଣମାନେ ଅପିଲ କରିବା କଥା ନୁହଁ ଯେ ସେମାନଙ୍କୁ ଦୁଃଖ ବୁଝ ହଁ ବୁଝୁଛନ୍ତି ମାଲିକ ମାନେ ବୁଝୁଛନ୍ତି ଏଇ ଯୋଉ ମଝିରେ କଥା ହେଲା କି ଟ୍ରକରେ ଯାଉଛନ୍ତି କି ଲେବର ପିଲାମାନେ ଚାଲି ଆସିଥିଲା ଟ୍ରକ ଉପରେ ବସିକି ଯାଉଛନ୍ତି ନା ଆମ ପାଟରେ ପ୍ରାୟ ବହୁତ ପାଟରେ ଏବେ ବସ୍ କଲେଣି ଲେବର ପିଲାମାନେ ଏବେ ବସରେ ଯାଉଛନ୍ତି ତାଙ୍କ ସୁବିଧା ପାଇଁ ଯେ ଆପଣଙ୍କ ଆଖି ଆଗରେ ନାଚୁଥିବା ହିରୋଇନ ଯେତେବେଳେ ଆପଣଙ୍କଠୁ ଅଧିକ ଟଙ୍କା ପାଏ ଆପଣଙ୍କୁ ଈର୍ଷା ହୁଏନି ଆପଣଙ୍କ ସହିତ କାମ କରୁଥିବା ବା ଆପଣଙ୍କ ସମକକ୍ଷ ଗୋଟେ ହିରୋଇନ ଯେତେବେଳେ ଅଧିକ ଟଙ୍କା ପାଏ ଆପଣଙ୍କୁ ଈର୍ଷା ହୁଏନି ନା ନା ଈର୍ଷା ହୁଏନି ଏଇଥିପାଇଁ ଯଦି ମାନେ ଦର୍ଶକ ମାନେ ତାକୁ ବେଶୀ ଭଲ ପାଇବା ଦେଲେ ତାର ଡିମାଣ୍ଡ ବଢିଲା ତ ମାଲିକ କୁହାଯାଏ ଲବି ନଥିଲେ ସେତିକି ଟଙ୍କା ବଢେନି ନାଇଁ ନାଇଁ କର୍ମ ଥିଲେ ଟଙ୍କା ବଢେ ପ୍ରଥମେ କର୍ମ ଏଇଟା ଲାଇଭ ପ୍ରୋଗ୍ରାମ ହଉଛି ଯଦି ଆପଣଙ୍କୁ ଦର୍ଶକ ଭଲ ପାଇବା ଦେଲେ ତାହେଲେ ଆପଣଙ୍କର ଚାହିଦା ବଢିଲା ତାର ମାଲିକ ଦେଖିଲେ ଆ ପାଇଁ ଲୋକ ଆସୁଛନ୍ତି ତ ଡିମାଣ୍ଡ ବଢିଲା ଦର୍ଶକ ପ୍ରଥମେ ହଉଛି କର୍ମ କର୍ମ ଯଦି ଠାକୁରଙ୍କ ଆଶୀର୍ବାଦ ଅନେକ ବି କର୍ମ କରିଥାନ୍ତି କିନ୍ତୁ ଅନେକ ମୁଁ ଚାହେଁ ସମସ୍ତଙ୍କୁ ଯିଏ ଯାହାର ଯେତିକି ଦରକାର ଆବଶ୍ୟକତା ପୂରଣ କାହିଁକି ନା ସମସ୍ତେ ସମସ୍ତଙ୍କ ଘର ପରିବାରକୁ ଛାଡିକି ଆସିଛନ୍ତି ମୋ ଡିମାଣ୍ଡ ଯେହେତୁ ପୂରଣ ହଉଛି ମୁଁ ଅଲଗା ଡିମାଣ୍ଡ କଥା କାହିଁ କହିବି ଯାତ୍ରାରେ ଏତେ ଦିନ କାମ କଲେ ସ୍ମରଣୀୟ ମୁହୂର୍ତ୍ତ କ'ଣ ରହିଛି ସ୍ମରଣୀୟ ମୁହୂର୍ତ୍ତ ଏଇଆ ପ୍ରତ୍ୟେକ ଦିନ ଯଦି ଦର୍ଶକ ଆସି କୁହନ୍ତି ଭଲ ଲାଗିଲା ଚରିତ୍ର ଆପଣଙ୍କ ଅଭିନୟ ଭଲ ଲାଗେ ସେଇଟା ଆମକୁ ଖୁସି ଲାଗେ ଆଉ କିଛି ଖୁସି ନଥାଏ ଆଉ ସବୁ କଷ୍ଟ କେବଳ ଏତିକି ଖୁସି ଏତିକି ଭଲ ଦର୍ଶକ ଭଲ ପାଇବେ ଆଉ କିଛି ମ୍ୟାଡାମ ଅଭିନୟ ଭିତରେ କେବେ କେହି ମେସେଜ କରନ୍ତିନି ଦର୍ଶକ ମାନଙ୍କ ପାଖରୁ ଫୋନ ଆସେନି ଅଭିନୟ ଭିତରେ କାହିଁ ଆସେନି ତାପରେ ମୁଁ ଟିକେ ମାନେ ମତେ ସେସବୁ ବାହାରେ ମାନେ ସୋସିଆଲ ମିଡିଆରେ ମୁଁ ଖାଲି ରିଲ୍ସ ଛାଡେ କିନ୍ତୁ କଥା ହୁଏନି ଷ୍ଟୋରି ଦିଅନ୍ତି ଯେତେବେଳେ ଷ୍ଟୋରି ମେନସନ କମେଣ୍ଟ ଆସେ
କମେଣ୍ଟ ଆସେ ମୁଁ ସେ ସବୁ ଧ୍ୟାନ ଦିଏନି ମୁଁ ଏତେ ତା ଭିତରୁ କ'ଣ ସବୁ ଯାଏନି। କମେଣ୍ଟ ଅଛି? ଯିଏ ଭଲ ପାଇବା କଥା ସେ ଭଲ ପାଇବେ ତା ଭିତରୁ ଯଦି ଗୋଟେ ଗୋଟେ ଖରାପ କମେଣ୍ଟ ଥାଏ କିନ୍ତୁ ଲୋକ ଖରାପ କମେଣ୍ଟ ଦିଅନ୍ତି ଗୋଟେ ଗୋଟେ ଛୋଟ କଥାରେ ଖରାପ କମେଣ୍ଟ ଦେଇ ଦିଅନ୍ତି ସେଇଟା ବେଶୀ ଦୁଃଖ ଲାଗେ ମୁଁ ତ ସେଇଟା ଲୋକମାନେ ଦର୍ଶକ ମାନଙ୍କୁ କହୁଛି କି ଯଦି ଭଲ ପାଇବା ଦଉଛନ୍ତି ଭଲ ପାଇବା ଦିଅନ୍ତୁ ଯଦି ନ ଦେଖୁଛନ୍ତି ନ ଦେଖନ୍ତୁ ଛାଡ଼ି ଦିଅନ୍ତୁ କିନ୍ତୁ ଖରାପ କମେଣ୍ଟ ହେଲେ ଆମ ମନରେ ଗୋଟେ କିନ୍ତୁ ରହିଯାଉଛି ଏଇଟା ତ ଆମେ କହିନୁ କାହିଁକି ହେଇଯାଉଛି। ସମସ୍ତ ଜୀବନ ଭୁଲ ଥାଏ ହଁ। ଯଦି ଆମେ ଭୁଲଟାକୁ ଦର୍ଶେଇବେ ତାହେଲେ ଯୋଉ ଯେକୌଣସି ଅଭିନୟ ସମସ୍ତେ ତ ସମସ୍ତଙ୍କୁ ନିଜ ଅଭିନୟ ଭଲ ଲାଗିବ କିଛି ମାନେ ନାହିଁ ଏଇଟା ଏଇଠି ଭୁଲ ହେଉଛି ମାନେ କହିଲେ ଆମେ ଭଲ କରିବାକୁ ଚେଷ୍ଟା କରିବା। ମ୍ୟାଡ଼ାମ୍ ଆପଣ ଯେତେବେଳେ ଅଭିନୟ କରୁଛନ୍ତି ବବୁଲଙ୍କ ସହିତ ଅଭିନୟ କରିବାକୁ ଭଲ ଲାଗେ ନା ପିୟୁଷଙ୍କ ସହିତ? ଦି ଜଣଙ୍କ ସହିତ ଅଭିନୟ କରିବା ଭଲ ଲାଗେ ବବୁଲ ମଞ୍ଚ ତଳେ ମୋ ସ୍ୱାମୀ ପିୟୁଷ ଭାଇ ମଞ୍ଚ ତଳେ ମୋ ଭାଇ ଆଉ ପିୟୁଷ ଭାଇ ବହୁତ କୋଅପରେଟିଭ ଆଉ ମୋ ସ୍ୱାମୀ ବି ବହୁତ କିନ୍ତୁ ମୋ ମତରେ ମଞ୍ଚ ଉପରେ ଯିଏ ଅଛି ତା ସହିତ ନିଜକୁ ବେଶ ଦେବା ଦରକାର କାହିଁକିନା ଦର୍ଶକ ଆମକୁ ଦେଖୁଛନ୍ତି ଆମ ସମ୍ପର୍କକୁ ଦେଖୁନାହାନ୍ତି। ଏବେ ପାର୍ଟି ଛାଡ଼ିବେ ନା ରହିବେ? ଆମେ ନେକ୍ସଟ ସିଜିନ୍ ଅଛୁ ଏଗ୍ରିମେଣ୍ଟ ଅଛି ଆମେ ଅଛୁ ସିଂହ ଭାଇ। ଏଗ୍ରିମେଣ୍ଟ ବାଦ ମଧ୍ୟ ବହୁତ ଖେଳ ହେଇଯାଉଛି। ନାଇଁ ଆମେ ଏଗ୍ରିମେଣ୍ଟ କରୁଛୁ ରହୁଛୁ ଯଦି ଅଧିକ ଟଙ୍କା କିଏ ଦିଏ ଆସିଥିଲା ଅଫର ଆମେ ଯାଇନୁ ଅଛୁ। ଅଫର୍ ଛାଡ଼ିଦେଲେ କେମିତି? ନାଇଁ ଆମେ ଯେହେତୁ ଏଗ୍ରିମେଣ୍ଟ କରିଛୁ ରହୁଛୁ। ତେବେ ଶୁଣୁଥିଲେ ଆମ ସହିତ ମନର କଥା ହେଉଥିଲେ ବବୁଲ ଏବଂ ପିଙ୍କି ତେଣୁ ବଡ଼ କଥା ସେ କହିଛନ୍ତି ଯେ କିଭଳି ଭାବରେ ଯାତ୍ରାକୁ ନେଇକି ସେ କ୍ୟାରିୟର କରିଛନ୍ତି ଆଉ ସବୁବେଳେ ଯାତ୍ରାରେ ସେ ଖୁସି ଅଛନ୍ତି ଆଗକୁ ମଧ୍ୟ ଏମିତି ତାଙ୍କର ଖୁସି ବଜାୟ ରହୁ। ରହୁଛୁ ନମସ୍କାର। ନମସ୍କାର।